أشهد أن لا إله إلا الله وحده لا شريك له وأشهد أن محمدا عبده ورسوله أما بعد فأعوذ بالله من الشيطان الرجيم بسم الله الرحمن الرحيم الحمد لله رب العالمين الرحمن الرحيم مالك يوم الدين إياك نعبد وإياك نستعين اهدنا الصراط المستقيم صراط الذين أنعمت عليهم غير المغضوب عليهم ولا الضالين. ଗତ ଖୁତବାରେ ହଜରତ ମୁହମ୍ମଦ ମୁସ୍ତଫା ସାଲ୍ଲାଲ୍ଲାହୁ ଆଲାଇହି ୱସଲ୍ଲମଙ୍କ କାଳରେ ଘଟିଥିବା ଖୈବର ଯୁଦ୍ଧର ଚର୍ଚ୍ଚା ଚାଲିଥିଲା। ସେହି କ୍ରମରେ ଆଜି ଖୈବର ଯୁଦ୍ଧରେ ଜୟ ହୋଇଥିବା ଅନ୍ୟ ଦୁର୍ଗଗୁଡ଼ିକର ଚର୍ଚ୍ଚା କରିବି। ଦ୍ୱିତୀୟ ଦୁର୍ଗ ସାବ୍ ବିନ୍ ମୁଆଜ୍ ଦୁର୍ଗ ନାମରେ ପରିଚିତ। ଉକ୍ତ ଦୁର୍ଗରେ ଖୈବରର ଅନ୍ୟ ସମସ୍ତ ଦୁର୍ଗମାନଙ୍କ ମଧ୍ୟରୁ ସର୍ବାଧିକ ଖାଦ୍ୟ ପଦାର୍ଥ, ଜୀବ, ଅସ୍ତ୍ରଶସ୍ତ୍ର ଓ ଅନ୍ୟାନ୍ୟ ସାମଗ୍ରୀ ତଥା 500 ଜଣ ଯୋଦ୍ଧାମାନେ ରହୁଥିଲେ। ହଜରତ କାବ୍ ବିନ୍ ଉମର ରଜିୟଲ୍ଲାହୁ ବର୍ଣ୍ଣନା କରନ୍ତି ଯେ ସେ 3 ଦିନ ପର୍ଯ୍ୟନ୍ତ ସାଦ୍ ବିନ୍ ମୁଆଜ୍ଙ୍କ ଦୁର୍ଗ ଅବରୋଧ ଜାରି ରଖିଲେ। ଦୁର୍ଗଟି ଅତ୍ୟନ୍ତ ମଜବୁତ ଥିଲା। ହଜରତ ମୁଆତ୍ତିବ୍ ଆସ୍ଲମୀ ରଜିୟଲ୍ଲାହୁ ବର୍ଣ୍ଣନା କରନ୍ତି ବନୁ ଆସ୍ଲମକୁ ଖୈବରଠାରେ ଅତି କ୍ଷୁଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ବନୁ ଆସ୍ଲମ ସହମତି ପ୍ରକାଶ କଲା ଯେ ହଜରତ ଆସ୍ମା ବିନ୍ ହାରିସ୍ ରଜିୟଲ୍ଲାହୁଙ୍କୁ ହୁଜୁର ସଲ୍ଲଲ୍ଲାହୁଙ୍କ ସେବାରେ ପ୍ରେରଣ କରିବେ। ବନୁ ଆସ୍ଲମ ହଜରତ ଆସ୍ମା ବିନ୍ ହାରିସ୍ ରଜିୟଲ୍ଲାହୁଙ୍କୁ କହିଲା, ହେ ଆସ୍ମା ବିନ୍ ହାରିସା, ରସୁଲୁଲ୍ଲାହ ସଲ୍ଲଲ୍ଲାହୁ ଆଲାଇହି ୱସଲ୍ଲମଙ୍କୁ ଆମମାନଙ୍କର ଇସଲାମ ଧର୍ମ ଉପସ୍ଥାପିତ କରିବା ଓ କହିବା କି ଆମମାନଙ୍କୁ ଭୋକ ଓ ଦୁର୍ବଳତା ଗ୍ରାସ କରିଛି। ଆମମାନଙ୍କ ଅବସ୍ଥା ଅତି ଶୋଚନୀୟ। ହଜରତ ଆସ୍ମା ରଜିୟଲ୍ଲାହୁ ହୁଜୁର ସଲ୍ଲଲ୍ଲାହୁଙ୍କୁ ବନୁ ଆସ୍ଲମର ସଲାମ ପହଞ୍ଚାଇ କହିଲେ, ହେ ଆଲ୍ଲାହଙ୍କ ବାର୍ତ୍ତାବହ, ଆମମାନଙ୍କୁ ଭୋକ ଓ ଦୁର୍ବଳତା ଗ୍ରାସ କରିଛି। ତେଣୁ ମହାଭାଗ ଆମମାନଙ୍କ ନିମନ୍ତେ ଦୁଆ କରନ୍ତୁ। ଆପଣ ଦୁଆ କଲେ ଏବଂ କହିଲେ, ମୁଁ ସେହି ସତ୍ତାଙ୍କ ଶପଥ କରି କହୁଛି ଯାହାଙ୍କ ହାତ ମୁଠାରେ ମୋର ପ୍ରାଣବାୟୁ ରହିଛି, ମୋ ପାଖରେ ମଧ୍ୟ କିଛି ହେଲେ ନାହିଁ, ଅର୍ଥାତ୍ ଖାଦ୍ୟ ପଦାର୍ଥ ମୋ ନିକଟରେ ମଧ୍ୟ କିଛି ନାହିଁ। ମୁଁ ସେମାନଙ୍କର ଅବସ୍ଥା ବୁଝୁଛି ଯେ ସେମାନଙ୍କୁ ବର୍ତ୍ତମାନ କିଭଳି କ୍ଷୁଧା ଗ୍ରାସ କରିଛି, ସେମାନେ ଭୋକରେ କିଭଳି ଆଉଟୁପାଉଟୁ ହେଉଛନ୍ତି। ପୁନଶ୍ଚ ହୁଜୁର ସଲ୍ଲଲ୍ଲାହୁ ଆଲାଇହି ୱସଲ୍ଲମ ଏହି ପ୍ରାର୍ଥନା କଲେ, ହେ ଆଲ୍ଲାହ, ୟହୁଦୀମାନଙ୍କର ସେହି ଦୁର୍ଗ ଏମାନଙ୍କ ନିମନ୍ତେ ଜୟ କରାଇ ଦିଅ, ଅର୍ଥାତ୍ ସେହି ଦୁର୍ଗ ଯେଉଁଥିରେ ପ୍ରଚୁର ପରିମାଣରେ ଖାଦ୍ୟ ପଦାର୍ଥ ଭରପୁର ରହିଛି। ସେହି ସାମଗ୍ରୀକୁ ସେବନ କରିବା ଦ୍ୱାରା ଏମାନଙ୍କର କ୍ଷୁଧା ନିବାରଣ ହୋଇପାରିବ। ପୁନଶ୍ଚ ଏତତ୍ପରେ ହୁଜୁର ସଲ୍ଲଲ୍ଲାହୁ ଆଲାଇହି ୱସଲ୍ଲମ ଯୁଦ୍ଧ ନିମନ୍ତେ ଧ୍ୱଜା ଅର୍ଥାତ୍ ଇସଲାମୀୟ ବାନା ହଜରତ ହୁବାବ ବିନ୍ ମୁନଜିର ରଜିୟଲ୍ଲାହୁଙ୍କୁ ପ୍ରଦାନ କଲେ। ଏହାର ବିସ୍ତୃତ ବିବରଣୀ ଏପରି ଉଲ୍ଲେଖ ରହିଛି ଯେ ୟହୁଦୀମାନଙ୍କ ମଧ୍ୟରେ ଜଣେ ବ୍ୟକ୍ତି ଯୁଦ୍ଧ କରିବା ନିମନ୍ତେ ବାହାରକୁ ବାହାରିଲା। ସେହି ବ୍ୟକ୍ତିର ନାମ ୟୁସା ଥିଲା। ସେ ମୁକାବିଲା ନିମନ୍ତେ ଯେତେବେଳେ ଆମନ୍ତ୍ରିତ କଲା, ସେତେବେଳେ ହଜରତ ହୁବାବ ବିନ୍ ମୁନଜିର ରଜିୟଲ୍ଲାହୁ ତୁରନ୍ତ ତା ସହିତ ମୁକାବିଲା କରିବା ନିମନ୍ତେ ବାହାରି ପଡ଼ିଲେ। ହଜରତ ହୁବାବ ରଜିୟଲ୍ଲାହୁ ସେହି ବ୍ୟକ୍ତି ଅର୍ଥାତ୍ ୟୁସାର ସଂହାର କରିଦେଲେ। ପୁନଶ୍ଚ ଜିଆ ନାମକ ଜୈନକ ୟହୁଦୀ ବ୍ୟକ୍ତି ବାହାରିଲା ଓ ମୁସଲମାନମାନଙ୍କୁ ତାହାର ମୁକାବିଲା କରିବାକୁ ଆମନ୍ତ୍ରିତ କଲା।
ସେତେବେଳେ ହଜରତ ଅମ୍ମାରା ବିନ୍ ଅକବା ଗଫାରୀ ରଜିୟତାଲା ତା ବିପକ୍ଷରେ ମୁକାବିଲା କରିବା ନିମନ୍ତେ ବାହାରିଲେ ଆଉ ପ୍ରହାର କରି ତା ମୁଣ୍ଡ ଫାଡ଼ି ଦେଲେ। ହଜରତ ଅମ୍ମାର ବିନ୍ ଗଫାରୀ ରଜିୟତାଲା କହିଲେ, ମୁଁ ଗଫାରୀ ଯୁବକ। ପ୍ରତି ଉତ୍ତରରେ ସାହାବାମାନେ କହିଲେ, ହେ ଏହାର ଅର୍ଥାତ୍ ଉକ୍ତ ଯୁବକ ଗଫାରୀର ଜିହାଦ ରଦ୍ଦ ହୋଇଗଲା। ଅର୍ଥାତ୍ ସେ ଯେଉଁ ଫୁଟାଣିଆ କଥା କହିଛି, ସ୍ଲୋଗାନ ଦେଇ ଗର୍ବ ପ୍ରକାଶ କରିଛି ଯେ ମୁଁ ଗଫାରୀ ଯୁବକ। ସାହାବାମାନେ ଏହି କଥାରେ ଏପରି ପ୍ରତିକ୍ରିୟା ପ୍ରକାଶ କରିଥିଲେ ଯେ ସେ ତାର ଆତ୍ମବଡ଼ିମା ପ୍ରକାଶ କରିଛି। ହୁଜୁର ସଲ୍ଲଲ୍ଲାହୁ ଆଲୈହି ವಸଲ୍ଲମଙ୍କ ସେବାରେ ଯେତେବେଳେ ଏହି ପ୍ରସଙ୍ଗ ଉପସ୍ଥାପିତ ହେଲା, ସେତେବେଳେ ହୁଜୁର କହିଲେ, କିଛି କଥା ନାହିଁ, ସେ କହିଦେଇଛି ତ ସେଠୁ କ'ଣ ହେଲା, ତାକୁ ଅବଶ୍ୟ ଏହାର ପ୍ରତିଫଳ ପ୍ରାପ୍ତ ହେବ। ଏପରି ଅବସରରେ ଅର୍ଥାତ୍ ଯୁଦ୍ଧ କ୍ଷେତ୍ରରେ ଏହା କହିଦେବା କୌଣସି ଅସୁବିଧା ନାହିଁ। ହଜରତ ମୁହମ୍ମଦ ବିନ୍ ମସଲମା ରଜିୟତାଲା ବର୍ଣ୍ଣନା କରନ୍ତି, ମୁଁ ହୁଜୁର ସଲ୍ଲଲ୍ଲାହୁ ଆଲୈହି ವಸଲ୍ଲମଙ୍କୁ ଦେଖିଲି। ହୁଜୁର ତୀର ଚାଳନା କରୁଥିଲେ। ଆପଣଙ୍କର ଗୋଟିଏ ତୀର ମଧ୍ୟ ଲକ୍ଷ୍ୟ ଭେଦ କରିବାରୁ ବିଚ୍ୟୁତ ହେଉନଥିଲା। ହୁଜୁର ସଲ୍ଲଲ୍ଲାହୁ ଆଲୈହି ವಸଲ୍ଲମ ମୋ ଆଡ଼କୁ ଦେଖି ସ୍ମିତ ହାସ୍ୟ ପ୍ରକାଶ କଲେ। ହଜରତ ହୁବାବ ବିନ୍ ମୁନଜିର ରଜିୟତାଲା ନିଜର ଯବାନମାନଙ୍କ ସହିତ ଦୁର୍ଗ ଭିତରକୁ ପ୍ରବେଶ କରି ଘମାଘୋଟ ଯୁଦ୍ଧ କରି ଦୁର୍ଗକୁ ଜୟ କରିନେଲେ ଏବଂ ସମସ୍ତ ଅସ୍ତ୍ରଶସ୍ତ୍ର ଓ ଶସ୍ୟଜୀବ ଉପରେ ଅଧିକାର କରିନେଲେ। ଦୁର୍ଗକୁ ରକ୍ଷା କରୁଥିବା ଅନେକ ୟହୁଦୀମାନେ ନିହତ ହେଲେ ଓ ଅନେକ ୟହୁଦୀ ବନ୍ଦୀ ମଧ୍ୟ ହୋଇଗଲେ। ହଜରତ ମୁଆତ୍ତିବ ଅସ୍ଲମୀ, ଯିଏ ହୁଜୁର ସଲ୍ଲଲ୍ଲାହୁଙ୍କ ସହିତ ଭୋକ ଯୋଗୁଁ ଦୁଆ କରିବା ନିମନ୍ତେ ନିବେଦନ କରି ଆସୁଥିଲେ, ସେ କୁହନ୍ତି, ବର୍ତ୍ତମାନ ଆମେମାନେ ହୁଜୁର ସଲ୍ଲଲ୍ଲାହୁ ଆଲୈହି ವಸଲ୍ଲମଙ୍କ ନିକଟରୁ ଫେରି ନଥିଲୁ ଯେ ଆଲ୍ଲାହ ତାଆଲା ସାବ୍ ବିନ୍ ମୁଆଜ ଦୁର୍ଗରେ ଆମକୁ ବିଜୟ ପ୍ରଦାନ କଲେ। ହଜରତ ଜାବିର ରଜିୟତାଲା ବର୍ଣ୍ଣନା କରନ୍ତି, ସାବ୍ ଦୁର୍ଗରେ ଏତେ ଖାଦ୍ୟ ସାମଗ୍ରୀ ରହିଥିଲା ଯାହାକି ଅନ୍ୟ କୌଣସି ଦୁର୍ଗରେ ନଥିଲା। ସେହି ଖାଦ୍ୟ ସାମଗ୍ରୀ ମଧ୍ୟରେ ଯଅ, ଖଜୁରୀ କୋଳି, ଘିଅ, ମହୁ, ତୈଳ, ଚର୍ବି ଓ ଅନ୍ୟାନ୍ୟ ସାମଗ୍ରୀ ମାନ ରହିଥିଲା। ହୁଜୁର ସଲ୍ଲଲ୍ଲାହୁ ଆଲୈହି ವಸଲ୍ଲମଙ୍କ ଘୋଷଣାକାରୀ ଏହି ଘୋଷଣା କଲା ଯେ ମୁସଲମାନ ମାନେ ତୁମେମାନେ ନିଜ ଖାଅ, ନିଜର ଜୀବଜନ୍ତୁମାନଙ୍କୁ ମଧ୍ୟ ଖୁଆଅ ଏବଂ ଏଠାରୁ କିଛି ନେଇ ଚାଲିଯାଅ ନାହିଁ। ଯାହା କିଛି ଖାଇବାର ଅଛି ଏହିଠାରେ ହିଁ ଖାଇନିଅ। ପୁନଶ୍ଚ ତୃତୀୟ ଦୁର୍ଗର ଚର୍ଚ୍ଚା ରହିଛି। ସେହି ଦୁର୍ଗ ହେଲା ଜୁବେର ବିନ୍ ଆୱାମ ଦୁର୍ଗ। ଉକ୍ତ ଦୁର୍ଗ ଜୟ ହେବା ସଂକ୍ରାନ୍ତରେ ଏପରି ବର୍ଣ୍ଣନା ରହିଛି, ଉକ୍ତ ଦୁର୍ଗର ନାମ କୁଲ୍ଲା ଥିଲା। ପରବର୍ତ୍ତୀ ଅର୍ଥାତ୍ ଏହା ତାର ଦ୍ୱିତୀୟ ନାମ। ପରବର୍ତ୍ତୀ ସମୟରେ ହଜରତ ଜୁବେର ବିନ୍ ଆୱାମ ରଜିୟତାଲାଙ୍କ ଭାଗରେ ଉକ୍ତ ଦୁର୍ଗ ପଡ଼ିଥିଲା। ତେଣୁକରି ଉକ୍ତ ଦୁର୍ଗର ନାମ ଜୁବେର ଦୁର୍ଗ ମଧ୍ୟ ବିଖ୍ୟାତ ହୋଇଗଲା। ୟହୁଦୀମାନେ ଯେତେବେଳେ ନାଏମ ଓ ସାବ୍ ମୁଆଜ ଦୁର୍ଗରୁ ଜୁବେର ବିନ୍ ଆୱାମଙ୍କ ଦୁର୍ଗ ଅଭିମୁଖେ ପଳାୟନ କଲେ, ସେତେବେଳେ ହୁଜୁର ସଲ୍ଲଲ୍ଲାହୁ ଆଲୈହି ವಸଲ୍ଲମ ସେମାନଙ୍କର ଘେରାଉ କରିନେଲେ। ଉକ୍ତ ଦୁର୍ଗଟି ପର୍ବତ ଶୃଙ୍ଗ ଉପରେ ଅବସ୍ଥିତ ଥିଲା। ହୁଜୁର ସଲ୍ଲଲ୍ଲାହୁ ଆଲୈହି ವಸଲ୍ଲମ 3 ଦିନ ପର୍ଯ୍ୟନ୍ତ ସେଠାରେ ଅବସ୍ଥାନ କଲେ। ଗଜାଲ ନାମକ ଜନୈକ ୟହୁଦୀ ବ୍ୟକ୍ତି ଥିଲା। ସେ ଆସିଲା ଓ କହିଲା, ହେ ଅବୁ କାସିମ, ହୁଜୁର ସଲ୍ଲଲ୍ଲାହୁ ଆଲୈହି ವಸଲ୍ଲମଙ୍କୁ ସମ୍ବୋଧିତ କରି କହିଲା, ଯଦି ତୁମେ ମୋତେ ସୁରକ୍ଷା ପ୍ରଦାନ କର, ତେବେ ମୁଁ ତୁମକୁ ଏପରି ରହସ୍ୟ କଥା କହିବି, ଏପରି ଗୋପନୀୟତା ପ୍ରକାଶ କରିବି ଯଦ୍ୱାରା ତୁମେ ଏହି ଦୁର୍ଗକୁ ଜୟ କରିନେବ, ନିଜ ଅଧିକାରଭୁକ୍ତ କରିନେବ। ଆପଣ ଶକବାସୀଙ୍କ ଆଡ଼କୁ ବାହାରିଲେ ତେବେ ନିଃସନ୍ଦେହ ରୂପେ ଶକବାସୀ ହୁଜୁର ସଲ୍ଲଲ୍ଲାହୁଙ୍କ ଆଧିପତ୍ୟତ୍ୱ ଯୋଗୁଁ ବିନାଶ ହୋଇସାରିଛନ୍ତି। ଏତତ୍ପରେ ହୁଜୁର ସଲ୍ଲଲ୍ଲାହୁ ଆଲୈହି ವಸଲ୍ଲମ ଦୁର୍ଗ ଆଡ଼କୁ ଯାଇପାରିବେ। ହୁଜୁର ସଲ୍ଲଲ୍ଲାହୁ ଆଲୈହି ವಸଲ୍ଲମ ଗଜାଲ ଓ ତା ପରଦିନ ତାର ପରିବାରବର୍ଗକୁ ସୁରକ୍ଷା ପ୍ରଦାନ କଲେ। ୟହୁଦୀ ଜଣକ କହିଲା, ହେ ଅବୁ କାସିମ, ନିଃସନ୍ଦେହ ଆପଣ ସଲ୍ଲଲ୍ଲାହୁ ଆଲୈହି ವಸଲ୍ଲମ ଯଦି ଏହିପରି 1 ମାସ ପର୍ଯ୍ୟନ୍ତ ଛିଡ଼ା ହୋଇ ରୁହନ୍ତି, ତେବେ ସେମାନଙ୍କର କିଛି ବି ଅସୁବିଧା ହେବ ନାହିଁ। ସେମାନେ ମାଟି ତଳେ ସୁଡ଼ଙ୍ଗ ଖୋଳିଛନ୍ତି ଆଉ ରାତ୍ର ସମୟରେ ସେମାନେ ସୁଡ଼ଙ୍ଗ ମଧ୍ୟ ଦେଇ ନିଜ ପାଇଁ ଜଳ ସଂଗ୍ରହ କରି ନେଉଛନ୍ତି। ତେଣୁ ଯଦି ଆପଣ ଉକ୍ତ ଜଳକୁଣ୍ଡ ଆଡ଼କୁ ଯାଉଥିବା ମାର୍ଗକୁ ଅବରୋଧ କରିଦିଅନ୍ତି, ତେବେ ସେମାନେ ଆପଣଙ୍କ ନିକଟରେ ନିଜର ଅସ୍ତ୍ରଶସ୍ତ୍ର ପକାଇଦେବେ
ଅର୍ଥାତ୍ ଆତ୍ମସମର୍ପଣ କରିଦେବେ। ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम ଗଜାର ସହିତ ଗଲେ ଏବଂ ୟହୁଦୀମାନଙ୍କ ସୁଡ଼ଙ୍ଗ ମାର୍ଗଗୁଡ଼ିକୁ ଭାଙ୍ଗିଦେଲେ, ନଷ୍ଟ କରିଦେଲେ। ସୁତରାଂ ସେହି ୟହୁଦୀମାନଙ୍କର ଜଳକୁଣ୍ଡ ପର୍ଯ୍ୟନ୍ତ ଯାଉଥିବା ମାର୍ଗ ବନ୍ଦ ହୋଇଯିବା ଯୋଗୁଁ ଉଭୟ ଦଳ ମଧ୍ୟରେ ଘମାଘୋଟ ଯୁଦ୍ଧ ଆରମ୍ଭ ହେଲା। ସେହିଦିନ ମୁସଲମାନମାନଙ୍କ ମଧ୍ୟରୁ କେତେକ ସାହାବାମାନେ ମଧ୍ୟ ବୀରଗତି ପ୍ରାପ୍ତ କରିଥିଲେ। ୟହୁଦୀମାନଙ୍କ ମଧ୍ୟରୁ 10 ଜଣ ବ୍ୟକ୍ତି ନିହତ ହୋଇଥିଲେ। ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम ଜୟଯୁକ୍ତ ହେଲେ ଓ ନୁତାତ୍ର ଦୁର୍ଗ ମଧ୍ୟରୁ ଉକ୍ତ ଦୁର୍ଗଟି ଶେଷ ଦୁର୍ଗ ଥିଲା ଯାହାକୁ ହୁଜୁର ଜୟ କରିଥିଲେ। ଆଲ୍ଲାହ ତାଆଲାଙ୍କ ବାର୍ତ୍ତାବହ ହଜରତ ମୁହମ୍ମଦ ମୁସ୍ତଫା ସଲ୍ଲଲ୍ଲାହୁ ଆଲାଇହି वसल्लम ଯେତେବେଳେ ନୁତାତ ଦୁର୍ଗ ଜୟ କରି ନେଲେ ସେତେବେଳେ ଶକ୍ ଦୁର୍ଗ ଅଭିମୁଖେ ପ୍ରସ୍ଥାନ କଲେ। ଯେପରିକି ମୁଁ ପୂର୍ବେ ବର୍ଣ୍ଣନା କରି ଆସିଲି ଯେ ଉକ୍ତ ଦୁର୍ଗଟି ହେଉଛି 3 ଗୋଟି ଦୁର୍ଗ ମଧ୍ୟରୁ ଶେଷ ଦୁର୍ଗ। ସେଠାରେ ୟହୁଦୀମାନଙ୍କର ଅଧିପତି ସଲାମ ବିନ୍ ମିସ୍କମର ମୃତ୍ୟୁର ଚର୍ଚ୍ଚା ମଧ୍ୟ ମିଳେ। ନୁତାତବାସୀଙ୍କ ଦୁର୍ଗ ଯୁଦ୍ଧରେ ସଲାମ ବିନ୍ ମିସ୍କମ ମଧ୍ୟ ମୁସଲମାନମାନଙ୍କ ହାତରେ ନିହତ ହୋଇଥିଲା। ସଲାମ ବିନ୍ ନୁଜେରର ଏକ ବଡ଼ ଅଧିପତି ଥିଲା ସେ ଓ ୟହୁଦୀମାନଙ୍କର କାଏଦ ଥିଲା, ନେତା ଥିଲା, ପ୍ରମୁଖ ଥିଲା। କିନ୍ତୁ ସେ ଅସୁସ୍ଥ ଥିଲା। ସେଥିପାଇଁ ସେ ୟହୁଦୀ ଅଧିପତିଙ୍କ ପରି ଯୁଦ୍ଧରେ ଔପଚାରିକ ରୂପେ ଅଂଶଗ୍ରହଣ କରିନଥିଲା। ତାର ସାଥୀମାନେ ତାକୁ ଏହି ପ୍ରସ୍ତାବ ଦେଇଥିଲେ ଯେ ହେ ସଲାମ ବିନ୍ ନୁଜେର, ତୁମେ କତିବାର ଅଞ୍ଚଳକୁ ଚାଲିଯାଅ। କିନ୍ତୁ ପରିଶେଷରେ ସେ ନୁତାଠାରେ ହିଁ ମୁସଲମାନମାନଙ୍କ ହାତରେ ନିହତ ହେଲା। ଯଦି ତାର ଅସୁସ୍ଥ ଘଟଣା ସଠିକ୍ ଏବଂ ବ୍ୟବହାରିକ ରୂପେ ସେ ଯଦି ଯୁଦ୍ଧର ଅଭିଳାଷୀ ନଥିଲା ତେବେ ଏହି ଦୃଷ୍ଟିରୁ ତାର ହତ୍ୟା ଆପତ୍ତିଯୋଗ୍ୟ ନୁହେଁ ଯେ ସେ ନିଜର ସୈନ୍ୟବାହିନୀକୁ ଯୁଦ୍ଧକ୍ଷେତ୍ରକୁ ପ୍ରେରଣ କରିବା, ତାଙ୍କୁ ଉତ୍ସାହିତ କରିବାରେ ତାର ବିଶେଷ ଭୂମିକା ରହିଥିଲା। ସେହି ସୈନ୍ୟବାହିନୀଙ୍କର ସାମୂହିକ ନିରୀକ୍ଷଣ ଓ ସମୀକ୍ଷା ସଲାମ ବିନ୍ ନୁଜେର କରୁଥିବ। ତେଣୁ ସେହି ଯୁଦ୍ଧ ପରିବେଶରେ ଜଣେ ସାହାବୀ ତାର ବଧ ମଧ୍ୟ କରିଦେଲେ, କାରଣ ସଲାମ ବିନ୍ ନୁଜେର ସେହି ସୈନ୍ୟବାହିନୀଙ୍କ ସହିତ ସେଠାରେ ଉପସ୍ଥିତ ଥିଲା। ଯୁଦ୍ଧରେ ସୈନ୍ୟବାହିନୀର ଅଧିପତିର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥାଏ। ଅଧିପତିର ମୃତ୍ୟୁ ହେବା ଫଳରେ ସମ୍ପୂର୍ଣ୍ଣ ସୈନ୍ୟବାହିନୀଟି ଧରାଶାୟୀ ହୋଇଯାଇଥାଏ। ଅତଏବ ଏହି ଦୃଷ୍ଟିରୁ ତାହାର ହତ୍ୟା କରିବା କୌଣସି ଆପତ୍ତିଜନକ ପ୍ରସଙ୍ଗ ନୁହେଁ। ଶକ୍ର 2 ଦୁର୍ଗର ଘେରାଉ କରାଯାଇଥିଲା। ଶକ୍ ମଧ୍ୟ 2 କିମ୍ବା 3ଟି ଦୁର୍ଗ ମଧ୍ୟରୁ ଅନ୍ୟତମ ଦୁର୍ଗ ଥିଲା। ଉକ୍ତ ଦୁର୍ଗକୁ ଜୟ କରିବା ସଂକ୍ରାନ୍ତରେ ଇତିହାସ ପୃଷ୍ଠାରେ ଉଲ୍ଲେଖ ରହିଛି ଯେ ଶକ୍ର 2ଟି ଦୁର୍ଗ ରହିଥିଲା। ଅର୍ଥାତ୍ ଶକ୍ଠାରେ 2ଟି ଦୁର୍ଗ ରହିଥିଲା। ପ୍ରଥମ ଦୁର୍ଗରୁ ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम ଯୁଦ୍ଧ ଆରମ୍ଭ କରିଥିଲେ ତାହା ଉବେର ଦୁର୍ଗ ଥିଲା। ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम ଦୁର୍ଗର ଶୃଙ୍ଗ ଉପରେ ଛିଡ଼ା ହେଲେ ଏବଂ ଦୁର୍ଗବାସୀଙ୍କ ସହିତ ଯୁଦ୍ଧ କଲେ। ପ୍ରାରମ୍ଭରେ ଜଣେ ୟହୁଦୀ ବ୍ୟକ୍ତି ଆସିଲା ଅର୍ଥାତ୍ ମୁକାବିଲା କରିବା ପାଇଁ ବାହାରିଲା। ତାହାର ମୁକାବିଲା ପାଇଁ ହୁବାବ ବିନ୍ ମୁନଜିର ରଜିୟଲ୍ଲାହୁ ବାହାରିଲେ। ସେମାନେ ଦୁହେଁ ପରସ୍ପର ଉପରେ ଆକ୍ରମଣ କଲେ। ହଜରତ ହୁବାବ ବିନ୍ ମୁନଜିର ରଜିୟଲ୍ଲାହୁ ଗୋଟିଏ ପ୍ରହାର କଲେ ଓ ତାର ଦକ୍ଷିଣ ବାହୁ ମଝିକୁ କାଟିଦେଲେ। ତା ହାତରୁ ଖଡ୍ଗ ଖସି ପଡ଼ିଲା। ସେ ପରାଜିତ ହୋଇ ନିଜ ଦୁର୍ଗ ଆଡ଼କୁ ପଳାୟନ କଲା। ହଜରତ ହୁବାବ ତାର ପିଛା କଲେ ଏବଂ ତାର ମେରୁଦଣ୍ଡକୁ କାଟିଦେଲେ। ସେ ଯେତେବେଳେ ତଳେ ପଡ଼ିଗଲା ସେତେବେଳେ ହୁବାବ ବିନ୍ ମୁନଜିର ତାର ବଧ କରିଦେଲେ। ପୁନଶ୍ଚ ଆଉ ଜଣେ ବ୍ୟକ୍ତି ଦୁର୍ଗ ମଧ୍ୟରୁ ବାହାରିଲା। ସେ କହିଲା, କିଏ ସେହି ବ୍ୟକ୍ତି ଯିଏ ମୋ ସହିତ ଲଢ଼ିବ? ମୁସଲମାନମାନଙ୍କ ମଧ୍ୟରୁ ହଜଶ ବଂଶର ଜଣେ ବ୍ୟକ୍ତି ବାହାରିଲେ, କିନ୍ତୁ ସେ ମୁକାବିଲା କରି ଶହୀଦ ହୋଇଗଲେ। ସେହି ୟହୁଦୀ ବ୍ୟକ୍ତି ଜଣକ ନିଜ ସ୍ଥାନରେ ଛିଡ଼ା ହୋଇ ପୁନଃ ଯୁଦ୍ଧ କରିବା ପାଇଁ ଆମନ୍ତ୍ରିତ କଲା। ସେତେବେଳେ ସେହି ବ୍ୟକ୍ତିର ମୁକାବିଲା ପାଇଁ ହଜରତ ଅବୁ ଦୁଜାନା ରଜିୟଲ୍ଲାହୁ ବାହାରିଲେ। ଅବୁ ଦୁଜାନା ଶୀଘ୍ର ଆଗକୁ ଅଗ୍ରସର ହେଲେ ଏବଂ ୟହୁଦୀ ବ୍ୟକ୍ତି ଉପରେ ପ୍ରହାର କରି ଖଡ୍ଗ ଦ୍ୱାରା ତାର ଗୋଡ଼ କାଟିଦେଲେ ଓ ତାର ସଂହାର କରିଦେଲେ। ଅବୁ ଦୁଜାନା ରଜିୟଲ୍ଲାହୁ ତାର ଯୁଦ୍ଧ ପୋଷାକ ଓ ଖଡ୍ଗ ନେଇ ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लमଙ୍କ ସେବାରେ ଉପସ୍ଥିତ ହେଲେ। ସେହି ଜିନିଷ ଗୁଡ଼ିକୁ ହଜରତ ଅବୁ ଦୁଜାନା ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लमଙ୍କ ସେବାରେ ରଖିଦେଲେ। ୟହୁଦୀମାନେ ଆଉ ଯୁଦ୍ଧ କରିପାରିଲେ ନାହିଁ
ଫଳତଃ ସେମାନେ ଅକ୍ଷମତା ପ୍ରକାଶ କଲେ। ଏହାପରେ ଆଉ କେହି ଦୁର୍ଗ ମଧ୍ୟରୁ ବାହାରିଲେ ନାହିଁ। ମୁସଲମାନମାନେ ନାରେ ତକବୀରର ସ୍ଲୋଗାନ ଦେଇ ଅତି ଶକ୍ତିଶାଳୀ ଆକ୍ରମଣ କରି ଦୁର୍ଗ ମଧ୍ୟରେ ପ୍ରବେଶ କଲେ। ମୁସଲମାନମାନଙ୍କ ମଧ୍ୟରୁ ସର୍ବାଗ୍ରେ ହଜରତ ଅବୁ ଦୁଜାନା ରଜିୟତାଲା ଥିଲେ। ମୁସଲମାନମାନେ ସେହି ଦୁର୍ଗରେ ନାନା ଜିନିଷପତ୍ର, ଖାଦ୍ୟ ସାମଗ୍ରୀ, ପଶୁ ପକ୍ଷୀ ଇତ୍ୟାଦି ଜୀବଜନ୍ତୁକୁ ପାଇଲେ। ଅପରପକ୍ଷରେ ୟହୁଦୀମାନେ ସେଠାରୁ ପଳାୟନ କଲେ। ସେମାନେ ପ୍ରାଚୀର ଡେଇଁ ପଳାଇଲେ। ସେମାନଙ୍କର ପ୍ରାଚୀର ଡେଇଁବା ଏପରି ପ୍ରତୀତ ହେଉଥିଲା ଯେପରି ହରିଣମାନେ ପ୍ରାଚୀର ଡେଇଁ ପଳାୟନ କରିଥାନ୍ତି। ହୁଜୁର ସല്ലଲ୍ଲାହୁ ଆଲୈହି ወሰଲ୍ଲମ ସାହାବାମାନଙ୍କ ସହିତ ସେମାନଙ୍କ ଆଡ଼କୁ ବାହାରିଲେ ଏବଂ ୟହୁଦୀମାନଙ୍କ ସହିତ ଯୁଦ୍ଧ କଲେ। ୟହୁଦୀମାନେ ମୁସଲମାନମାନଙ୍କ ଉପରେ ତୀର ବର୍ଷଣ କଲେ ଓ ପଥର ବୃଷ୍ଟି କଲେ। ୟହୁଦୀମାନଙ୍କର ଏହି ଆକ୍ରମଣର ଜବାବରେ ମୁସଲମାନମାନେ ମଧ୍ୟ ସେମାନଙ୍କ ଉପରେ ସେହିପରି ତୀର ବର୍ଷଣ କରୁଥିଲେ। କିନ୍ତୁ ୟହୁଦୀମାନଙ୍କର ତୀର ମୁସଲମାନମାନଙ୍କର ବହୁତ କ୍ଷତି ସାଧିତ କରିଥିଲା, କାରଣ ୟହୁଦୀମାନେ ଉଚ୍ଚ ସ୍ଥାନରେ ରହିଥିଲେ ଏବଂ ତାଙ୍କୁ ତୀର ନିକ୍ଷେପ କରିବାର ସୁବିଧା ରହିଥିଲା, ଯେତେବେଳେ କି ମୁସଲମାନମାନେ ନିଚ ସ୍ଥାନରେ ରହିଥିଲେ, ତଳୁଆ ସ୍ଥାନରେ ରହିଥିଲେ। ହୁଜୁର ସଲ୍ଲଲ୍ଲାହୁ ଆଲୈହି वसल्लम ମଧ୍ୟ ମୁସଲମାନମାନଙ୍କ ସହିତ ଶିବିର ପକାଇଲେ, କାରଣ ସେଠାରେ ବହୁତ ତୀର ବର୍ଷଣ ହେଉଥିଲା। ହୁଜୁର ସଲ୍ଲଲ୍ଲାହୁ ଆଲୈହି वसल्लमଙ୍କ ସହିତ ସାହାବାମାନେ ଉପସ୍ଥିତ ଥିଲେ। ଠିକ୍ ସେତିକି ବେଳେ ଗୋଟିଏ ତୀର ଆସି ହୁଜୁର ସଲ୍ଲଲ୍ଲାହୁ ଆଲୈହି वसल्लमଙ୍କ ବସ୍ତ୍ରରେ ବାଜିଲା। ସେହିପରି ଅନ୍ୟ ଏକ ବର୍ଣ୍ଣନାରେ ଉଲ୍ଲେଖ ରହିଛି ଯେ ଉକ୍ତ ତୀରରେ ହୁଜୁର ସଲ୍ଲଲ୍ଲାହୁ ଆଲୈହି वसल्लम ଆହତ ହୋଇଥିଲେ। ଆପଣଙ୍କ ବସ୍ତ୍ର ଚିରି ଯାଇଥିଲା। ହୁଜୁର ସଲ୍ଲଲ୍ଲାହୁ ଆଲୈହି वसल्लम ତୀର ବାହାର କରି ପୁନଶ୍ଚ ଗୋଟିଏ ମୁଠା ଧୂଳିମାଟି ନେଲେ ଏବଂ ଦୁର୍ଗ ଆଡ଼କୁ ଫିଙ୍କି ଦେଲେ। ଏହାଦ୍ୱାରା ସେମାନଙ୍କର ଦୁର୍ଗ ଆନ୍ଦୋଳିତ ହେବାକୁ ଲାଗିଲା, ଏପର୍ଯ୍ୟନ୍ତ କି ମୁସଲମାନମାନେ ୟହୁଦୀମାନଙ୍କୁ ଧରି ପକାଇଲେ ଏବଂ ଦୁର୍ଗକୁ ନିଜ ଅଧିକାରଭୁକ୍ତ କରିନେଲେ। ପୁନଶ୍ଚ କତିବାର 3ଟି ଦୁର୍ଗ ରହିଛି। ସେହି 3 ଦୁର୍ଗର ଘେରାଉ ମୁସଲମାନମାନେ କରିଥିଲେ। ଏଥି ସଂକ୍ରାନ୍ତରେ ଉଲ୍ଲେଖ ରହିଛି, ଯେତେବେଳେ ହୁଜୁର ସଲ୍ଲଲ୍ଲାହୁ ଆଲୈହି वसल्लम ନୁତାତ ଓ ସକ୍ର ଦୁର୍ଗକୁ ଜୟ କଲେ, ସେତେବେଳେ କତିବାର 3 ଦୁର୍ଗ ଅର୍ଥାତ୍ ସୁଲାଲିମ, କୁମୁସକୁ ସ୍ଥାନାନ୍ତରିତ ହୋଇଗଲେ। କତିବାର ଦୁର୍ଗମାନଙ୍କ ମଧ୍ୟରୁ ସର୍ବବୃହତ ଦୁର୍ଗ କୁମୁସ ଥିଲା। ଏହି ସମସ୍ତ ଦୁର୍ଗଗୁଡ଼ିକ ସୁରକ୍ଷିତ ଥିଲା। ୟହୁଦୀ ସେହି 3 ଦୁର୍ଗ ମଧ୍ୟରେ ଅବରୁଦ୍ଧ ହୋଇଯାଇଥିଲେ ଏବଂ ନିଜର ଦୁର୍ଗ ଉପରୁ ତଳକୁ ଉଣ୍ଡୁ ନଥିଲେ ଓ ସେମାନଙ୍କ ମଧ୍ୟରୁ କେହି ବି ଯୁଦ୍ଧ କରିବା ନିମନ୍ତେ ବାହାରୁ ନଥିଲେ। ହୁଜୁର ସଲ୍ଲଲ୍ଲାହୁ ଆଲୈହି वसल्लम 14 ଦିନ ପର୍ଯ୍ୟନ୍ତ ସେହି ଦୁର୍ଗଗୁଡ଼ିକର ଘେରାଉ କରିଥିଲେ, ଏପର୍ଯ୍ୟନ୍ତ କି ହୁଜୁର ସଲ୍ଲଲ୍ଲାହୁ ଆଲୈହି वसल्लम ଏହା ସ୍ଥିର କରିନେଲେ ଯେ ୟହୁଦୀମାନଙ୍କ ଦୁର୍ଗ ପାଖକୁ ତୋପ ଅଣାଯାଉ। ୟହୁଦୀମାନଙ୍କୁ ଯେତେବେଳେ ଏହି ବିଶ୍ୱାସ ହୋଇଗଲା ଯେ ସେମାନଙ୍କ ଉପରକୁ ତୋପ ମାଧ୍ୟମରେ ପଥର ଫିଙ୍ଗାଯିବ, ସେତେବେଳେ ସେମାନେ ହୁଜୁର ସଲ୍ଲଲ୍ଲାହୁ ସହିତ ସନ୍ଧି କରିବା ପାଇଁ ଇଚ୍ଛା ପ୍ରକାଶ କଲେ। ସୁତରାଂ କିନାନ ବିନ୍ ଅବୁ ହୁକେକ ୟହୁଦୀମାନଙ୍କ ମଧ୍ୟରୁ ଜଣେ ବ୍ୟକ୍ତି, ଯାହାର ନାମ ସମ୍ମାହ ଥିଲା, ତା ହାତରେ ସନ୍ଦେଶ ଦେଇ ହୁଜୁର ସଲ୍ଲଲ୍ଲାହୁଙ୍କ ନିକଟକୁ ସେମାନେ ଏହି ପ୍ରସ୍ତାବ ଦେଇଥିଲେ ଯେ ଆମେମାନେ ଆପଣଙ୍କ ସହିତ କଥାବାର୍ତ୍ତା କରିବା ପାଇଁ ଚାହୁଁଛୁ। ହୁଜୁର ସଲ୍ଲଲ୍ଲାହୁ ଆଲୈହି वसल्लम ମଧ୍ୟ ତାଙ୍କର ଏହି ପ୍ରସ୍ତାବକୁ ସ୍ୱୀକାର କରିଥିଲେ। କିନାନ ବିନ୍ ଅବୁ ହୁକେକ ଦୁର୍ଗ ମଧ୍ୟରୁ ତଳକୁ ଓହ୍ଲାଇ ଆସିଲା ଓ ହୁଜୁର ସଲ୍ଲଲ୍ଲାହୁ ଆଲୈହି वसल्लमଙ୍କ ସହିତ ଚୁକ୍ତି କରିନେଲା। ହୁଜୁର ସଲ୍ଲଲ୍ଲାହୁ ଆଲୈହି वसल्लम ସାହାବାମାନଙ୍କୁ ଯେତେବେଳେ ପ୍ରେରଣ କଲେ, ସେତେବେଳେ ସେମାନେ ଅର୍ଥାତ୍ ସାହାବାମାନେ ୟହୁଦୀମାନଙ୍କ ଧନ ଉପରେ ଅଧିକାର ସାବ୍ୟସ୍ତ କରିନେଲେ। ସେହି ଦୁର୍ଗରୁ 100ଟି ଲୌହ ପୋଷାକ ଅର୍ଥାତ୍ ଯୁଦ୍ଧ କବଚ, 400 ଖଣ୍ଡା, 1000 ବର୍ଚ୍ଛା, 500 କମାଣ ଓ ତୀର ଆଦି ସାମଗ୍ରୀ ପ୍ରାପ୍ତ ହେଲା। କୁମୁସ ଦୁର୍ଗ ଜୟ କରିବା ସଂକ୍ରାନ୍ତରେ ଅନ୍ୟ କେତେକ ଭିନ୍ନ ବର୍ଣ୍ଣନା ମଧ୍ୟ ରହିଛି, ଯେପରିକି କୁମୁସ ଦୁର୍ଗ ଜୟ ହେବା ପ୍ରସଙ୍ଗରେ ଜୀବନୀ ପୁସ୍ତକମାନଙ୍କରେ ମଧ୍ୟ ଏହା ଉଲ୍ଲେଖ ରହିଛି ଯେ ଉକ୍ତ ଦୁର୍ଗର ଘେରାଉ 20 ଦିନ ପର୍ଯ୍ୟନ୍ତ ଅବ୍ୟାହତ ରହିଥିଲା। ହଜରତ ଅଲି ରଜିୟତାଲା ୟହୁଦୀମାନଙ୍କ ଘମାଘୋଟ ଯୁଦ୍ଧ କଲେ, ୟହୁଦୀମାନଙ୍କ ସହିତ ଘମାସାନ ଯୁଦ୍ଧ କରିଥିଲେ ଏବଂ ପରିଶେଷରେ ହଜରତ ଅଲି ରଜିୟତାଲାଙ୍କ ହସ୍ତରେ ଉକ୍ତ ଦୁର୍ଗ ଜୟ ହୋଇଯାଇଥିଲା।
ସେହିପରି ଉକ୍ତ ଦୁର୍ଗର ଘେରାଉ ସମ୍ପର୍କରେ କେତେକ ଜୀବନୀ ଲେଖାଳିମାନେ ବର୍ଣ୍ଣନା କରିଛନ୍ତି ଯେ ଯାହା ନାଏମ୍ ଦୁର୍ଗ ଘେରାଉ ସଂକ୍ରାନ୍ତରେ ଅନ୍ୟ ଲେଖାଳିମାନେ ମଧ୍ୟ ବର୍ଣ୍ଣନା କରିଛନ୍ତି। ସେ ଯାହା ହେଉ ଉକ୍ତ ଦୁର୍ଗ ଜୟ ହୋଇଗଲା। ୟହୁଦୀମାନଙ୍କ ସହିତ ପୁନଃ ଏକ ଚୁକ୍ତି ସ୍ୱାକ୍ଷରିତ ହେଲା। ଚୁକ୍ତିର ସର୍ତ୍ତାବଳୀ ଗୁଡ଼ିକ ଏପରି ଥିଲା। ପ୍ରଥମ ସର୍ତ୍ତ ଏହା ଥିଲା ଯେ ୟହୁଦୀମାନଙ୍କ ଉପରେ ଏହା ଅନିବାର୍ଯ୍ୟ ହେବ ଯେ ସେମାନେ ସମସ୍ତେ ଦୁର୍ଗକୁ ଖାଲି କରିଦିଅନ୍ତୁ ଏବଂ ନିଜର ସମସ୍ତ ଯୁଦ୍ଧ ସାମଗ୍ରୀ ଓ ଅସ୍ତ୍ରଶସ୍ତ୍ର ସେହିଠାରେ ହିଁ ଛାଡ଼ି ଦିଅନ୍ତୁ, କାରଣ ଇସଲାମୀୟ ସୈନ୍ୟବାହିନୀ ଉକ୍ତ ଦୁର୍ଗ ଉପରେ ଅଧିକାର କରିବେ। ସାମ୍ପ୍ରତିକ କାଳରେ ଏକ ସୈନ୍ୟବାହିନୀ ନିଜର ଅସ୍ତ୍ରଶସ୍ତ୍ରକୁ ପ୍ରତିପକ୍ଷ ସମ୍ମୁଖରେ ହସ୍ତାନ୍ତର କରିଦେବାକୁ ଆତ୍ମସମର୍ପଣ ଓ ଇଂରାଜୀରେ ଏହାକୁ ସରେଣ୍ଡର ମଧ୍ୟ କୁହାଯାଇଥାଏ। ହୁଜୁର ସଲ୍ଲଲ୍ଲାହୁ ଆଲୈହି वसल्लमଙ୍କ ଚର୍ଚ୍ଚା ଅନୁଯାୟୀ ୟହୁଦୀମାନଙ୍କର ରକ୍ତର ସୁରକ୍ଷା ଓ ସେମାନଙ୍କର ମହିଳା ଓ ପିଲାଛୁଆଙ୍କୁ ଦାସ କରିବାରୁ କ୍ଷମା ଦେବାର ଅଙ୍ଗୀକାର ରହିଥିଲା। ଏହା ଥିଲା ହୁଜୁର ସଲ୍ଲଲ୍ଲାହୁ ଆଲୈହି वसल्लमଙ୍କ ୟହୁଦୀମାନଙ୍କ ପ୍ରତି ଅଙ୍ଗୀକାର, ଯାହାକି ହୁଜୁର କରିଥିଲେ। ସେମାନଙ୍କୁ ହତ୍ୟା କରିବେ ନାହିଁ ଓ ସେମାନଙ୍କ ପିଲାଛୁଆଙ୍କୁ ସୁରକ୍ଷା ପ୍ରଦାନ କରିବେ। ୟହୁଦୀମାନଙ୍କ ଉପରେ ଅନିବାର୍ଯ୍ୟ ହେବ ଯେ ତୃତୀୟ ସର୍ତ୍ତ ଏହିକି ଯେ ୟହୁଦୀମାନଙ୍କ ଉପରେ ଅନିବାର୍ଯ୍ୟ ହେବ ଯେ ସେମାନେ ଖୈବରରୁ ନିର୍ବାସିତ ହୋଇ ସିରିଆ ଅଭିମୁଖେ ଚାଲିଯିବେ। ଚତୁର୍ଥ ସର୍ତ୍ତ ଏହା ଥିଲା ଯେ ଖୈବରରୁ ନିର୍ବାସିତ ହେବା ସମୟରେ ମୁସଲମାନମାନେ ସେମାନଙ୍କୁ ଅନୁମତି ପ୍ରଦାନ କରିବେ ଯେ ସେମାନେ ସବାରିରେ ଯେତେ ସମ୍ଭବ ଧନସମ୍ପତ୍ତି ବହନ କରିବା ସକ୍ଷମ ତାହା ସେମାନେ ନିଜ ସାଥିରେ ନେଇ ଚାଲି ଯାଇପାରିବେ। ପଞ୍ଚମ ସର୍ତ୍ତ ଏହା ଥିଲା ଯେ ୟହୁଦୀମାନେ ଉକ୍ତ କଥାର ଅଙ୍ଗୀକାର କରିବେ ଯେ ସେମାନେ ଗୁପ୍ତ ଷଡ଼ଯନ୍ତ୍ର ବା ରାଜକୋଷର ସମସ୍ତ ଧନସମ୍ପତ୍ତି ସମ୍ପର୍କରେ ମୁସଲମାନମାନଙ୍କୁ ଅବଗତ କରିବେ ଓ ଜୟଯୁକ୍ତ ହୋଇଥିବା ମୁସଲମାନମାନଙ୍କୁ ହସ୍ତାନ୍ତର କରିଦେବେ। ପରବର୍ତ୍ତୀ ସର୍ତ୍ତ ଏହା ଥିଲା ଯେ ୟହୁଦୀମାନେ ଉକ୍ତ କଥା ଉପରେ ସହମତି ପ୍ରକାଶ କରନ୍ତୁ ଯେ ଯେତେବେଳେ ସେମାନେ ଉକ୍ତ ଚୁକ୍ତିର ସର୍ତ୍ତାବଳୀ ବିରୋଧୀୟ କୌଣସି କାର୍ଯ୍ୟ ସମ୍ପାଦନ କରିବେ କିମ୍ବା ଏପରି କୌଣସି ପ୍ରସଙ୍ଗ ଗୋପନ ରଖିବେ ଯାହାକୁ ପ୍ରକାଶ ଓ ବ୍ୟକ୍ତ କରିବା ଆବଶ୍ୟକ ହେବ, ତେବେ ସେ ପରିପ୍ରେକ୍ଷୀରେ ମୁସଲମାନମାନେ ଆଉ ଦାୟୀ ରହିବେ ନାହିଁ, ଉତ୍ତରଦାୟୀ ହେବେ ନାହିଁ ସେମାନଙ୍କୁ ବଧ କରିବାରେ। ସେହିପରି ମୁସଲମାନମାନେ ଉକ୍ତ ଅଙ୍ଗୀକୃତ ଚୁକ୍ତିର ସମସ୍ତ ସର୍ତ୍ତାବଳୀର ପାଳନ କରିବେ ଏବଂ ଏହା ସେମାନଙ୍କ ପାଇଁ ବୈଧ ହେବ। ଖୈବର ବିଜୟ ପରେ ୟହୁଦୀମାନଙ୍କର ଖୈବରଠାରେ ଅବସ୍ଥାନ କରିବା ଓ ୟହୁଦୀମାନଙ୍କ ଦ୍ୱାରା ଉତ୍ପାଦିତ ଶସ୍ୟ ଦ୍ରବ୍ୟ ଦେବାର ଚର୍ଚ୍ଚା ମଧ୍ୟ ମିଳେ। ଉଲ୍ଲେଖ ରହିଛି ଯେ ଚୁକ୍ତି ଅନୁଯାୟୀ ୟହୁଦୀମାନଙ୍କୁ ସିରିଆ ଅଭିମୁଖେ ନିର୍ବାସିତ ହୋଇଥାନ୍ତେ, କିନ୍ତୁ ୟହୁଦୀମାନେ ରସୁଲୁଲ୍ଲାହ ସଲ୍ଲଲ୍ଲାହୁ ଆଲୈହି वसल्लमଙ୍କ ସେବାରେ ଉପସ୍ଥିତ ହୋଇ ନିବେଦନ କଲେ ଯେ ହେ ଆଲ୍ଲାହଙ୍କ ବାର୍ତ୍ତାବହ, ଆମମାନଙ୍କୁ ଖୈବରଠାରେ ରହିବାକୁ ଦିଅନ୍ତୁ, ଆମକୁ ଦେଶରୁ ନିର୍ବାସିତ କରନ୍ତୁ ନାହିଁ, ଆମେମାନେ ଏଠାରେ କୃଷି କାର୍ଯ୍ୟ କରିବୁ। ତେବେ ହୁଜୁର ସଲ୍ଲଲ୍ଲାହୁ ଆଲୈହି वसल्लम ସେମାନଙ୍କର ନିବେଦନକୁ ସ୍ୱୀକାର କରି ସେମାନଙ୍କୁ ଖୈବରଠାରେ ରହିବା ପାଇଁ ଅନୁମତି ପ୍ରଦାନ କରିଦେଲେ ଓ ଏହା ବଦଳରେ ସେମାନେ ନିଜ ଉତ୍ପାଦିତ ଫଳ ଓ ଖାଦ୍ୟଶସ୍ୟ ଯାହା ସେମାନଙ୍କୁ ପ୍ରାପ୍ତ ହେବ ତାହାର ଅଧା ସେମାନେ ମୁସଲମାନମାନଙ୍କୁ ପ୍ରଦାନ କରିବେ। ଖୈବରରେ ଯେଉଁ ସାହାବାମାନେ ଶହୀଦ ହେଲେ ସେମାନଙ୍କର ସଂଖ୍ୟା 17 ଥିଲା। ସେହି ବୀରଗତି ପ୍ରାପ୍ତ କରିଥିବା ସାହାବାମାନଙ୍କର ନାମ ଏପରି ଥିଲା: ହଜରତ ରବିଆ ବିନ୍ ଅକ୍ସମ, ସକଫ ବିନ୍ ଅମ୍ର, ହଜରତ ରିଆ, ହଜରତ ରିଫା ବିନ୍ ମସରୁ, ହଜରତ ଅବଦୁଲ୍ଲା ବିନ୍ ଉମैया, हज़रत महमूद बिन मसलमा, हज़रत अबू ज़याह बिन नुमान रज़ी ताला, हज़रत हारिस बिन मुर्राह रज़ी ताला, हज़रत औस बिन हबीब रज़ी ताला, हज़रत उयैना बिन अवाइल रज़ी ताला, हज़रत मसूद बिन साद रज़ी ताला, हज़रत बिसर बिन बरा रज़ी ताला, हज़रत फुज़ैल बिन नुमान रज़ी ताला, हज़रत आमिर बिन अकुआ रज़ी ताला, हज़रत अम्मारा बिन उकबा रज़ी ताला, आउ जणे हबशी कृतदास हज़रत यसार रज़ी ताला ओ अहज़ा संप्रदायर जणे व्यक्ति जार नाम उल्लेख होई नहीं इत्यादि शहीद होइथिले।
ଖୈବରର କେତେକ ଘଟଣାବଳୀ ଏପରି ଉଲ୍ଲେଖ ରହିଛି ଯେ ଖୈବର ଜୟ ହେବା ପରେ ଯେତେବେଳେ ୟହୁଦୀମାନଙ୍କ ସହିତ ଚୁକ୍ତି ସ୍ୱାକ୍ଷରିତ ହେଲା, ସେତେବେଳେ ଲୋକମାନେ କିନାନ ଓ ତାର ଭାଇ ରବିକୁ ରସୁଲୁଲ୍ଲାହ ସଲ୍ଲଲ୍ଲାହୁ ଆଲାଇହି वसल्लमଙ୍କ ନିକଟକୁ ନେଇ ଆସିଲେ। କିନାନ ସମଗ୍ର ଖୈବର ପ୍ରଦେଶର ଅଧିପତି ଥିଲା ଏବଂ ହଜରତ ସଫିୟା ରଜିୟଲ୍ଲାହୁଙ୍କ ସ୍ୱାମୀ ଥିଲା। ରବି ତାର ଚଚାଙ୍କ ପୁତ୍ର ଭାଇ ଥିଲା। କିନାନ ପାଖରେ ୟହୁଦୀମାନଙ୍କ ସମ୍ପ୍ରଦାୟ ବନୁ ନୁଜେରର ଅଧିପତି ହୁଇ ବିନ୍ ଅଖ୍ତବର ରାଜକୋଷ ରହିଥିଲା, ଯହିଁରେ ସ୍ୱର୍ଣ୍ଣ ଓ ରୌପ୍ୟ ଅଳଙ୍କାରମାନ ରହିଥିଲା। କିନାନ ଓ ରବିକୁ ରସୁଲୁଲ୍ଲାହ ସଲ୍ଲଲ୍ଲାହୁ ଆଲାଇହି वसल्लम କହିଲେ, ତୁମେ ଦୁହେଁ ସେହି ରାଜକୋଷର ସୂଚନା ଦିଅ। ସେମାନେ କହିଲେ, ଆମେମାନେ ଯେତେବେଳେ ମଦିନାରୁ ବାହାରିଲୁ ସେତେବେଳେ ଏହି ସମସ୍ତ ରାଜକୋଷ ଧୀରେ ଧୀରେ ଖର୍ଚ୍ଚ ହୋଇଗଲା। ସେହିପରି ଏକ ବର୍ଣ୍ଣନାରେ ଏହା ମଧ୍ୟ ବର୍ଣ୍ଣିତ ରହିଛି ଯେ ସେ ଦୁହେଁ କହିଲେ, ହଜରତ ହେ ଅବୁ କାସିମ, ଆମେମାନେ ସେହି ସମସ୍ତ ରାଜକୋଷକୁ ଯୁଦ୍ଧରେ ଖର୍ଚ୍ଚ କରିଦେଇଛୁ। ବର୍ତ୍ତମାନ ଆମ ପାଖରେ କୌଣସି ରାଜକୋଷ ନାହିଁ। ସେହି ଧନକୁ ଆମେମାନେ ଏହି ଦିନ ନିମନ୍ତେ ଏକତ୍ରିତ କରିଥିଲୁ, ଜମା କରିଥିଲୁ। ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम ସେମାନଙ୍କୁ କହିଲେ, ହେ ରବି ଓ କିନାନ, ତୁମମାନଙ୍କର ମଦିନାରୁ ବାହାରିବାକୁ ବେଶୀ ଦିନ ହୋଇନାହିଁ। ସେ ସମସ୍ତ ଧନ କିପରି ଖର୍ଚ୍ଚ ହୋଇଗଲା? ତେବେ ସେ ଦୁହେଁ ରାଣ ଖାଇ କହିଲେ ଯେ, ହେ ଅବୁ କାସିମ, ଆମମାନଙ୍କ ପାଖରେ କିଛି ହେଲେ ମଧ୍ୟ ନାହିଁ। ପ୍ରତି ଉତ୍ତରରେ ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम କହିଲେ, ହେ କିନାନ ଓ ରବି, ଯଦି ତୁମମାନଙ୍କ ନିକଟରୁ ସେହି ରାଜକୋଷ ମଧ୍ୟରୁ କିଛି ଜବତ ହେଲା, ତେବେ ଏଥି ନିମନ୍ତେ ଆଲ୍ଲାହ ତାଆଲା ଓ ତାହାର ବାର୍ତ୍ତାବହ ତୁମ ସହିତ ଯାହା କିଛି ଘଟିବ ସେଥିପାଇଁ ଉତ୍ତରଦାୟୀ ହେବେ ନାହିଁ। ତୁମେମାନେ ଏଥି ନିମନ୍ତେ ନିଜେ ଦାୟୀ ରହିବ। ସେମାନେ କହିଲେ, ହଉ ଠିକ୍ ଅଛି। ତେବେ ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम ଉକ୍ତ କଥା ପାଇଁ ହଜରତ ଅବୁ ବକର ରଜିୟଲ୍ଲାହୁ ଓ ହଜରତ ଉମର ରଜିୟଲ୍ଲାହୁ, ହଜରତ ଅଲି ରଜିୟଲ୍ଲାହୁ ଓ ହଜରତ ଜୁବୈର ରଜିୟଲ୍ଲାହୁଙ୍କୁ ସାକ୍ଷ୍ୟ ରଖିଲେ। ଯେତେବେଳେ ୟହୁଦୀମାନଙ୍କର ଜଣେ ବ୍ୟକ୍ତି ଛିଡ଼ା ହେଲା ଓ କିନାନ ପାଖକୁ ଯାଇ କହିଲା, ହେ କିନାନ, ମୁହମ୍ମଦ ସଲ୍ଲଲ୍ଲାହୁ ଆଲାଇହି वसल्लम ତୁମଠାରୁ ଯାହା ମାଗୁଛନ୍ତି ତାହା ତାଙ୍କୁ ଫେରାଇ ଦିଅ। ଆଉ ଯଦି ତୁମେ ଏ ସଂକ୍ରାନ୍ତରେ କିଛି ଜାଣିଛ ତେବେ ତାହା କହିଦିଅ, ଯଦ୍ୱାରା ତୁମର ପ୍ରାଣ ରକ୍ଷା ହୋଇଯିବ। ଅନ୍ୟଥା ମୁଁ ଆଲ୍ଲାହ ତାଆଲାଙ୍କ ଶପଥ କରି କହୁଛି ଯେ ହଜରତ ମୁହମ୍ମଦ ମୁସ୍ତଫା ସଲ୍ଲଲ୍ଲାହୁ ଆଲାଇହି वसल्लम ଅବଶ୍ୟ ସେହି ରାଜକୋଷ ଧନ ସଂକ୍ରାନ୍ତରେ ଖବର ପାଇଯିବେ। ଇବନେ ଅଲ୍ ହୁକୈକ୍ ତାକୁ ଭର୍ତ୍ସନା କଲା ଓ ପାଟି କଲା। ଫଳତଃ ସେ ୟହୁଦୀ ବ୍ୟକ୍ତି ଜଣକ ପୃଥକ ହୋଇ ବସି ପଡ଼ିଲା। ଇତିହାସ ପୁସ୍ତକରେ ଉକ୍ତ ଘଟଣାଟି ଏହିପରି ଉଲ୍ଲେଖ ରହିଛି। ହଜରତ ଇବନେ ଅବ୍ବାସ ରଜିୟଲ୍ଲାହୁ ବର୍ଣ୍ଣନା କରନ୍ତି, ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम ଦୁହିଁଙ୍କୁ ଅର୍ଥାତ୍ କିନାନ ଓ ରବିଙ୍କୁ କହିଲେ ଯେ, ତୁମେମାନେ ମୋ ଠାରୁ ଯଦି କୌଣସି ପ୍ରସଙ୍ଗ ଗୋପନ ରଖୁଛ ଏବଂ ମୋତେ ପରବର୍ତ୍ତୀ ସମୟରେ ତାହା ଜ୍ଞାତ ହୁଏ, ତେବେ ମୁଁ ତୁମର ରକ୍ତ ଏବଂ ତୁମମାନଙ୍କର ସନ୍ତାନମାନଙ୍କୁ ଏହି କାରଣରୁ ବୈଧ ବୋଲି ମନେ କରିବି। ସେମାନେ କହିଲେ, ଠିକ୍ ଅଛି। ଇତିହାସରେ ଏକ ପୁସ୍ତକରେ ସେହି ରାଜକୋଷ ସମ୍ପର୍କରେ ଜ୍ଞାତ ହେବାର ଏକ ବର୍ଣ୍ଣନା ସଂକ୍ଷିପ୍ତ ଭାବରେ ବର୍ଣ୍ଣିତ ରହିଛି। ହଜରତ ଇବନେ ଅବ୍ବାସ ରଜିୟଲ୍ଲାହୁ ବର୍ଣ୍ଣନା କରନ୍ତି, ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम ଅନସାରମାନଙ୍କ ମଧ୍ୟରୁ ଜଣେ ବ୍ୟକ୍ତିକୁ ଡକାଇଲେ ଏବଂ କହିଲେ, ତୁମେ ଅମୁକ ସ୍ଥାନକୁ ଚାଲିଯାଅ। ସେଠାରେ ଖଜୁରୀ ବୃକ୍ଷ ଥିବ। ତାହାର ଦକ୍ଷିଣ ପାର୍ଶ୍ୱରୁ କିମ୍ବା ବାମ ପାର୍ଶ୍ୱରୁ ଯେଉଁ ବୃକ୍ଷ ଉଚ୍ଚ ଥିବ, ସେହି ବୃକ୍ଷକୁ ଦେଖ ଓ ସେଠାରେ ଯାହା କିଛି ଥିବ ତାହାକୁ ମୋ ନିକଟକୁ ନେଇ ଚାଲି ଆସିବ। ଯେତେବେଳେ ସେହି ରାଜକୋଷର ମୂଲ୍ୟ ନିର୍ଦ୍ଧାରଣ କରାଗଲା, ସେତେବେଳେ ତାର ମୂଲ୍ୟ 10,000 ଦିନାର ହେଲା। ପ୍ରତିଶ୍ରୁତି ଭଙ୍ଗ ଓ ଚୁକ୍ତି ଭଙ୍ଗ ଯୋଗୁଁ ସେ ଦୁହିଁଙ୍କୁ ଅର୍ଥାତ୍ କିନାନ ଓ ରବିଙ୍କୁ ବଧ କରିଦିଆଗଲା ଓ ସେମାନଙ୍କର ପରିବାରବର୍ଗଙ୍କୁ ବନ୍ଦୀ କରି ନିଆଗଲା। ଏହି ଘଟଣାଟି କେତେ ଦୂର ପର୍ଯ୍ୟନ୍ତ ସତ୍ୟ ତାହାର ବିଶ୍ଳେଷଣ ହେବା ଉଚିତ। ସେହିପରି ଆଉ ଏକ ଘଟଣା ମଧ୍ୟ ବର୍ଣ୍ଣିତ ରହିଛି, ଯହିଁରେ ଏହା ଉଲ୍ଲେଖ ରହିଛି ଯେ ଇବନେ ଇସହାକ କୁହନ୍ତି, ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लमଙ୍କ ନିକଟକୁ କିନାନକୁ ଅଣାଗଲା ଏବଂ ତା ନିକଟରେ ରାଜକୋଷ ଥିଲା। ତାକୁ ରାଜକୋଷ ସମ୍ପର୍କରେ ପଚରାଯିବାରୁ ସେ କହିଲା, ମୁଁ ସେଥି ସଂକ୍ରାନ୍ତରେ କିଛି ହେଲେ ଜାଣିନାହିଁ। ଏହା କହି ସେ ଅସ୍ୱୀକାର କଲା। ପୁନଶ୍ଚ ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लमଙ୍କ ନିକଟକୁ ଜଣେ ୟହୁଦୀ ବ୍ୟକ୍ତିକୁ ଅଣାଗଲା। ସେହି ବ୍ୟକ୍ତିର ନାମ ସାଲବା ଥିଲା।
କେତେକ ସ୍ଥାନରେ ଉକ୍ତ ଚର୍ଚ୍ଚା ମଧ୍ୟ ବର୍ଣ୍ଣିତ ରହିଛି ଯେ ସାଦ ବିନ୍ ସଲ୍ଲାମ ବିନ୍ ଅବୁ ହୁକେକକୁ ଡକାଇ ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम ଯେତେବେଳେ ପଚାରିଲେ, ସେତେବେଳେ ସେ ହୁଜୁର ସଲ୍ଲଲ୍ଲାହୁ କହିଲା, ହେ ମହମ୍ମଦ, ମୁଁ କିନାନକୁ ଦେଖୁଛି ଯେ ସେ ପ୍ରତ୍ୟେକ ଦିନ ସକାଳ ସମୟରେ ସେହି ଗୁମ୍ଫାରେ ଓ ତାହାର ଆଖପାଖରେ ବୁଲୁଛି। ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम ସାଲବା ସହିତ ହଜରତ ଜୁବେର ବିନ୍ ଆୱାମ ରଜିୟଲ୍ଲାହୁ ଏବଂ ଆଉ କେତେକ ମୁସଲମାନମାନଙ୍କୁ ପ୍ରେରଣ କଲେ। ଉକ୍ତ ଗୁମ୍ଫାଟି ପରିତ୍ୟକ୍ତ ସ୍ଥାନକୁ ନେଇଗଲା। ସେହି ସ୍ଥାନରେ ଯେତେବେଳେ ଖନନ କରାଗଲା, ସେତେବେଳେ ସେହି ସ୍ଥାନରୁ ରାଜକୋଷ ଅର୍ଥାତ୍ ଧନରତ୍ନ ବାହାରିଲା। ସେହିପରି ଆଉ ଏକ ବର୍ଣ୍ଣନାରେ ଏହା ମଧ୍ୟ ଉଲ୍ଲେଖ ରହିଛି ଯେ ସେଠାରୁ ବଳକା ରାଜକୋଷ ମିଳିଲା ନାହିଁ। କିନାନ ଯେତେବେଳେ ଗୁପ୍ତ ଧନ ସଂକ୍ରାନ୍ତରେ କିନାନକୁ ପଚରାଗଲା, ସେ ତାହା ଅସ୍ୱୀକାର କରିଦେଲା। ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम ହଜରତ ଜୁବେର ରଜିୟଲ୍ଲାହୁ ଆଦେଶ ଦେଲେ ଯେ ହେ ଜୁବେର, ତୁମେ କିନାନକୁ ଶାସ୍ତି ଦିଅ। ହଜରତ ଜୁବେର ରଜିୟଲ୍ଲାହୁ ଚକମାକର ପଥର ଆଣିଲେ ଓ ତାହାର ଛାତି ଉପରେ ପ୍ରହାର କରିଦେଲେ। ସେହି ପଥରରୁ ନିଆଁ ବାହାରୁଥିଲା। ଯେତେବେଳେ ମୃତ୍ୟୁ ନିକଟବର୍ତ୍ତୀ ହେଲା, ସେତେବେଳେ ସେ ଅବଶିଷ୍ଟ ରାଜକୋଷ ସଂକ୍ରାନ୍ତରେ କହିଲା। ପ୍ରତି ଉତ୍ତରରେ ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम କିନାନକୁ ମୁହମ୍ମଦ ବିନ୍ ମୁସଲେମାଙ୍କୁ ହସ୍ତାନ୍ତର କରିଦେଲେ, କାରଣ ସେ କିନାନର ସଂହାର କରିଦିଅନ୍ତୁ। ସୁତରାଂ ମୁହମ୍ମଦ ବିନ୍ ମସଲେମା ନିଜର ଭାଇ ମୁହମ୍ମଦ ବିନ୍ ମୁସଲେମାଙ୍କ ଉପରେ ଚକି ଫିଙ୍ଗି ତାଙ୍କୁ ଶହୀଦ କରିଥିଲା। ତେଣୁ ତାଙ୍କ ନିଜ ଭାଇର ପ୍ରତିଶୋଧ ନେବା ପାଇଁ ତାଙ୍କୁ ହସ୍ତାନ୍ତର କରାଯାଇଥିଲା କିନାନକୁ। ସେ ଯାହା ହେଉ, ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम ସେମାନଙ୍କର ସଂହାର ତ କରିଥିଲେ, କିନ୍ତୁ ଯେଭଳି ଭାବରେ ଘଟଣାରେ ବର୍ଣ୍ଣନା କରାଯାଇଛି ତାହା ହୁଜୁର ସଲ୍ଲଲ୍ଲାହୁଙ୍କ ଚରିତ୍ର ଓ ଆଦର୍ଶ ବିରୁଦ୍ଧ ଅଟେ। କେତେକ ବର୍ଣ୍ଣନା ଅନୁଯାୟୀ କିନାନକୁ ମୁହମ୍ମଦ ବିନ୍ ମୁସଲେମା ବଧ କରିଥିଲେ। ଅପରପକ୍ଷେ ତାର ଭାଇ ରବିକୁ ବିଶର ବିନ୍ ବାରା ପରିବାରବର୍ଗଙ୍କୁ ହସ୍ତାନ୍ତର କରିଦିଆଯାଇଥିଲା। ରବିକୁ ବିଶର ବିନ୍ ବାରା ବଦଳରେ ବଧ କରିଦିଆଗଲା। ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम ସେମାନଙ୍କର ଧନକୁ ବୈଧ ବୋଲି ବିବେଚିତ କଲେ। ସେମାନଙ୍କର ସନ୍ତାନ ସନ୍ତତିଙ୍କୁ ବନ୍ଦୀ କରିନେଲେ। ଏହି ଘଟଣାଟି ଇତିହାସ ଓ ଜୀବନୀର ପୁସ୍ତକରେ ଉଲ୍ଲେଖ ରହିଛି, ଯେପରିକି ତବରୀ, ତାରିଖୁଲ ଖମିସ, ତବକାତୁଲ ଇବ୍ନେ ସାଦ, କିତାବୁଲ ମୁଗାଜି, ୱାକିଦି, ସିରତ ଇବ୍ନେ ହିଶାମ, ସିରତ ଇବ୍ନେ ଇସହାକ, ସିରତ ହଲବିୟା ଓ ଜରକାନି ଇତ୍ୟାଦି ପୁସ୍ତକମାନଙ୍କରେ। କିନ୍ତୁ କିନାନର ବଧ ଭିନ୍ନ ଭିନ୍ନ କାରଣ ଓ ବର୍ଣ୍ଣନା ମଧ୍ୟ ମିଳିଥାଏ, ଯେଉଁରୁ ଏହା ପ୍ରତୀତ ହୋଇଥାଏ ଯେ କିନାନର ବଧର କାରଣ ରାଜକୋଷ ଚିହ୍ନଟ ନ କରିବା ଥିଲା। ସେ ଯାହା ହେଉ, ଖୈବରର ଉକ୍ତ ଘଟଣାକୁ ପ୍ରାଚ୍ୟ ତତ୍ତ୍ୱବିତ୍ ମାନେ ମଧ୍ୟ ନିଜର ପୁସ୍ତକମାନଙ୍କରେ ବର୍ଣ୍ଣନା କରିଛନ୍ତି, ଉଲ୍ଲେଖ କରିଛନ୍ତି। ପୁନଶ୍ଚ ଆପତ୍ତି ବାଢ଼ିଛନ୍ତି ଇସଲାମ ଉପରେ ଓ ହଜରତ ମୁହମ୍ମଦ ମୁସ୍ତଫା ସଲ୍ଲଲ୍ଲାହୁ ଆଲାଇହି वसल्लमଙ୍କ ଉପରେ ଯେ ନାଉଜୁବିଲ୍ଲାହ ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम ଧନ ସମ୍ପତ୍ତି ଅଭିଳାଷରେ ଏଭଳି ରକ୍ତପାତ କରିଥିଲେ, ଧନ ସମ୍ପତ୍ତି ଲୁଣ୍ଠନ କରିବା ପାଇଁ ଏଭଳି କରିଥିଲେ। କିନ୍ତୁ ଯାହା ନିକଟରେ ତିଳେ ମାତ୍ର ନ୍ୟାୟ ଓ ବୁଦ୍ଧି ଜ୍ଞାନ ଥିବ, ସେ ଜାଣିପାରିବ ଯେ ବାସ୍ତବତା କ'ଣ। ହୁଜୁର ସଲ୍ଲଲ୍ଲାହୁଙ୍କ ଜୀବନ ତ ସମସ୍ତ ସମ୍ମୁଖରେ ଏକ ଖୋଲା ବହି ପରି। ଯେଉଁ ମହାବତାର ଯୁଦ୍ଧ ଆରମ୍ଭ ହେବା ପୂର୍ବରୁ ନିଜର ସୈନ୍ୟବାହିନୀ ଓ ସାହାବାମାନଙ୍କୁ ଏହି ଆଦେଶ ଦେଉଥିଲେ, ଉପଦେଶ ଦେଉଥିଲେ ଯେ ସାବଧାନ, ତୁମେମାନେ କୌଣସି ନିରୀହ ପିଲା ଓ ମହିଳାର ବଧ କରିବ ନାହିଁ, ଏପର୍ଯ୍ୟନ୍ତ କି ତୁମେମାନେ ଅକାରଣରେ ମଧ୍ୟ ବୃକ୍ଷଲତାକୁ କାଟିବ ନାହିଁ। ଯେଉଁ ମହାବତାର ଜୀବମାନଙ୍କୁ କଷ୍ଟରେ ଦେଖିବାକୁ ପସନ୍ଦ କରୁନଥିଲେ, ସିଏ ମନୁଷ୍ୟମାନଙ୍କ ଉପରେ ଅତ୍ୟାଚାର କିପରି ବା କରିପାରିବେ? ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लमଙ୍କ ଉପରେ ଏହି ମିଥ୍ୟାରୋପ କରିବା ଯେ ଆପଣ ମାଲେ ଗନିମତ ପ୍ରାପ୍ତ କରିବା ନିମନ୍ତେ ଯୁଦ୍ଧ ଲଢ଼ୁଥିଲେ, ସାହାବାମାନଙ୍କୁ ଲଢ଼ାଉଥିଲେ, ଏହା ସମ୍ପୂର୍ଣ୍ଣ ରୂପେ ଭିତ୍ତିହୀନ। ଖୈବର ଯୁଦ୍ଧ ହେଉଛି ସେହି ଯୁଦ୍ଧ ଯେଉଁ ଯୁଦ୍ଧରେ ବାହାରିବା ପୂର୍ବରୁ ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम ଏହି ଘୋଷଣା କରିଥିଲେ ଯେ ଯିଏ ମାଲେ ଗନିମତ ପ୍ରାପ୍ତ କରିବା ଆଶାରେ ଏହି ଯୁଦ୍ଧର
ଯୁଦ୍ଧ ପାଇଁ ନିୟତ କରିଛି ବାହାରିଛି ସେ ଆମ ସହିତ ନ ଆସୁ, ପଛରେ ରହିଯାଉ। ଯେଉଁ ଅବତାରଙ୍କ ଉଦାହରଣ ଆଦର୍ଶ ଏପରି ଥିଲା, ତାହାଙ୍କ ସମ୍ପର୍କରେ ଯେତେବେଳେ ଏପରି ବର୍ଣ୍ଣନା ସମ୍ମୁଖକୁ ଆସିଲା, ସେତେବେଳେ ନ୍ୟାୟ ଏହା ଚାହେଁ ଯେ ଆମେମାନେ ଭଲ ଭାବରେ ସେହି ବର୍ଣ୍ଣନାଗୁଡ଼ିକୁ ଦେଖିବା ଉଚିତ। ସେହିପରି ଆମମାନଙ୍କ ପକ୍ଷେ ଏହା ମଧ୍ୟ ଉଚିତ ଯେ ଆମେମାନେ ସେହି ବର୍ଣ୍ଣନାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା। ନିଃସନ୍ଦେହ ରୂପେ ପ୍ରଥମ ପ୍ରୟାସ ଏହା ହେବା ଉଚିତ ଯେ ପ୍ରତ୍ୟେକ ହଦିସ ଓ ପ୍ରତ୍ୟେକ ବର୍ଣ୍ଣନାକୁ ଯଥାସାଧ୍ୟ ସମ୍ମାନ ଦୃଷ୍ଟିରୁ ଦେଖିବା। ସେହିପରି ଯଥାସାଧ୍ୟ ସେହି ବିଷୟବସ୍ତୁର ସ୍ପଷ୍ଟୀକରଣ କରିବା। ତେବେ ସେ ଯାହା ହେଉ, ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लमଙ୍କ ପବିତ୍ର ଅସ୍ତିତ୍ୱ ଓ ଆପଣଙ୍କ ସମ୍ମାନ ଓ ଗରିମା ସର୍ବପ୍ରାଧାନ୍ୟ। ଆପଣ ତ ନ୍ୟାୟର ପ୍ରତୀକ, ସକଳ ଜଗତ ନିମନ୍ତେ କରୁଣାର ଉତ୍ସ ଥିଲେ। ତେଣୁ ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लमଙ୍କ ସମ୍ମାନ ଓ ମର୍ଯ୍ୟାଦା ବିରୁଦ୍ଧରେ ଯଦି କୌଣସି ବର୍ଣ୍ଣନା ହଦିସରେ ମଧ୍ୟ ଉଲ୍ଲେଖ ରହିଛି, ତେବେ ସେ ପରିପ୍ରେକ୍ଷୀରେ ସେହି ବର୍ଣ୍ଣନା ଆଦୌ ସ୍ୱୀକାରଯୋଗ୍ୟ ହୋଇପାରିବ ନାହିଁ। ଏହା ମଧ୍ୟ ସ୍ୱୀକୃତ ସତ୍ୟ ଯେ ଉକ୍ତ ଷଡ଼ଯନ୍ତ୍ରରେ ୟହୁଦୀମାନଙ୍କର ମଧ୍ୟ ହାତ ରହିଛି, ଅର୍ଥାତ୍ ଏଭଳି ବର୍ଣ୍ଣନା କରିବାରେ, ରଚନା କରିବାରେ ସେମାନଙ୍କର ହାତ ରହିଛି, କାରଣ ସେମାନେ ଭୁଲ ବର୍ଣ୍ଣନାଗୁଡ଼ିକ ଉପସ୍ଥାପିତ କରୁଥିଲେ। ଏଥି ସଂକ୍ରାନ୍ତରେ ଆମର ରିସର୍ଚ୍ଚ ସେଲ୍ର ଟିମ୍ ମଧ୍ୟ ରହିଛି। ଆମର ରିସର୍ଚ୍ଚ ସେଲ୍ ଟିମ୍ ବର୍ଣ୍ଣନା କରିଛନ୍ତି ଯେ ପ୍ରାଚ୍ୟ ତତ୍ତ୍ୱବିତ୍ ଯେଉଁ ଆପତ୍ତି ବାଢ଼ିଛନ୍ତି, ସେହି ଆପତ୍ତିର ଉତ୍ତର ଆମର ଏହିକି ଯେ, ଅର୍ଥାତ୍ ସେମାନେ କୁହନ୍ତି ଉକ୍ତ ଘଟଣାର ଆଭ୍ୟନ୍ତରୀଣ ସାକ୍ଷ୍ୟ ଏହା ସୂଚାଉଛି ଯେ ବର୍ଣ୍ଣନାକାରୀଙ୍କୁ ସ୍ଥାନେ ସ୍ଥାନେ ବର୍ଣ୍ଣନା କରିବାକୁ ଯାଇ ଭ୍ରମର ଶିକାର ହୋଇଛନ୍ତି। ସେମାନେ ଭୁଲି ଯାଉଛନ୍ତି ଏବଂ ବିଭିନ୍ନ କଥାକୁ ମିଶାଇ ଦେଉଛନ୍ତି। ଯଦି ଏପରି କୌଣସି ଘଟଣା ଘଟିଥିବ, ତେବେ ଏକ ସାମାନ୍ୟ ତଥା ଛୋଟିଆ କଥାକୁ କେନ୍ଦ୍ର କରି ସେଥିରେ ଅତିଶୟତା ଅବଲମ୍ବନ କରିବା ନ୍ୟାୟସଙ୍ଗତ ନୁହେଁ। ଉଦାହରଣ ସ୍ୱରୂପ, ୟହୁଦୀମାନଙ୍କ ସହିତ ଯେତେବେଳେ ଚୁକ୍ତି ହୋଇଗଲା ଓ ପ୍ରତ୍ୟେକ ପ୍ରକାରର ସର୍ତ୍ତାବଳୀ ନିର୍ଦ୍ଧାରିତ ହୋଇଗଲା, ଚୁକ୍ତି ସ୍ୱାକ୍ଷର ହୋଇଗଲା, ସେତେବେଳେ ତାହାର ବିରୁଦ୍ଧାଚରଣ ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लमଙ୍କ ଦ୍ୱାରା କଦାପି ସମ୍ଭବ ନଥିଲା। ପୁନଶ୍ଚ ଯଦି ସେହି ଗୁପ୍ତ ଧନ ଓ ରାଜକୋଷ ମିଳିଯାଇଥିଲା, ଯେପରିକି ବର୍ଣ୍ଣନାମାନଙ୍କରେ ଚର୍ଚ୍ଚା ରହିଛି, ତେବେ ସେହି ଗୁପ୍ତଧନ କୁଆଡ଼େ ଗଲା? ଖୈବରର ଯେଉଁ ମାଲେ ଗନିମତ ବଣ୍ଟା ହେଲା, ସେହି ବଣ୍ଟନର ବିସ୍ତୃତ ବିବରଣୀ ଇତିହାସ ପୁସ୍ତକରେ ରହିଛି। ଘିଅ, ଚର୍ବି, ଖଜୁରୀ, ବସ୍ତ୍ର, ପୋଷାକ, ଜିନିଷପତ୍ର, ଗୃହପାଳିତ ପଶୁ, ଖଡ୍ଗ, ତୀର, ଢାଲ ଇତ୍ୟାଦି। କିନ୍ତୁ କେଉଁଠି ବି ଓ କୌଣସି ସ୍ଥାନରେ ଏହା ଚର୍ଚ୍ଚା ନାହିଁ ଯେ ଅମକ ବ୍ୟକ୍ତିକୁ ଏତେ ସ୍ୱର୍ଣ୍ଣ ଓ ରୌପ୍ୟ ଓ ହୀରା ମାଣିକ ମିଳିଥିଲା। ନା, ବରଂ ଏହାର ବିପରୀତ ଏହା ଉଲ୍ଲେଖ ରହିଛି ଯେ ଖୈବରର ମାଲେ ଗନିମତରେ କୌଣସି ପ୍ରକାର ସୁନା ରୂପା ମିଳିଲା ନାହିଁ। ଉକ୍ତ ଘଟଣାଟି ବୁଖାରୀର ଅଟେ। ରାଜକୋଷ ସନ୍ଧାନ କରିବା ନିମନ୍ତେ ଯେଉଁ ତଦନ୍ତ କରାଗଲା, ସେହି ବର୍ଣ୍ଣନା ମାନଙ୍କରେ ଅତ୍ୟନ୍ତ ଭୀଷଣ ମତପାର୍ଥକ୍ୟ ରହିଛି। କେଉଁ ବର୍ଣ୍ଣନାରେ ଏହା ବର୍ଣ୍ଣିତ ହୋଇଛି ଯେ କିନାନକୁ ପଚରାଗଲା, କିନ୍ତୁ କିନାନ ତାହାର ସନ୍ଧାନ ଦେଇନଥିଲା ଏବଂ ନିଜ ଅଜ୍ଞତା ପ୍ରକାଶ କରିଥିଲା। ପୁନଶ୍ଚ ହୁଇକୁ ପଚରାଗଲା, ସେ ମଧ୍ୟ ନିଜ ଅଜ୍ଞତା ପ୍ରକାଶ କରିଥିଲା। ସେଥି ସଂକ୍ରାନ୍ତରେ କୌଣସି ସୂଚନା ଦେଇନଥିଲା। ବୁଖାରୀରେ ଉଲ୍ଲେଖ ରହିଛି ଯେ ଯେତେବେଳେ ହଜରତ ଉମର ରଜିୟଲ୍ଲାହୁ ନିଜର ଖିଲାଫତ କାଳରେ ଖୈବରରୁ ୟହୁଦୀମାନଙ୍କର ବିତାଡ଼ିତ କରିବା ନିମନ୍ତେ ଇଚ୍ଛା ବ୍ୟକ୍ତ କଲେ, ସେତେବେଳେ ଆପଣ ରଜିୟଲ୍ଲାହୁଙ୍କ ନିକଟରେ ଅବୁଲ ହୁକୈକର ଜଣେ ପୁତ୍ର ଆସିଲା। ବୁଖାରୀର ବ୍ୟାଖ୍ୟାକାର ଆଲ୍ଲାମା ଇବ୍ନେ ହଜର ବର୍ଣ୍ଣନା କରନ୍ତି, ହଜରତ ଉମର ରଜିୟଲ୍ଲାହୁଙ୍କ ପର୍ଯ୍ୟନ୍ତ କିନାନର ଭାଇ ଜୀବିତ ରହିଥିଲା। ନିର୍ବାସିତ ହେବା ପରେ ସେ ଖୈବରଠାରେ ହିଁ ଅବସ୍ଥାନ କରିଥିଲା। ସେଇଥିପାଇଁ କିନାନର ଭାଇ ବଧ କଥା ମଧ୍ୟ ଭୁଲ ବୋଲି ପ୍ରମାଣିତ ହୋଇଗଲା। କେତେକ ଜୀବନୀ ଲେଖାଳିମାନେ ବୁଖାରୀର ଉକ୍ତ ଘଟଣାରୁ ଏହା ସାବ୍ୟସ୍ତ କରନ୍ତି ଯେ କିନାନକୁ ହିଁ ଶାସ୍ତି ଦିଆଯାଇଥିଲା। ସେ ଯାହା ହେଉ, ଏହି ପ୍ରସଙ୍ଗ ଯାହାକି ଉପରେ ବର୍ଣ୍ଣିତ ହେଲା, ଯେଉଁ ବିରୋଧାଭାସ ରହିଥିଲା, ସେହି କାରଣରୁ ଏପରି ସମସ୍ତ ବର୍ଣ୍ଣନା ଯହିଁରେ କୌଣସି ରାଜକୋଷ ପ୍ରାପ୍ତି ନିମନ୍ତେ ଶାସ୍ତିର ଚର୍ଚ୍ଚା କରାଯାଇଛି, ସେସବୁ ସନ୍ଦେହଜନକ ବୋଲି ବିବେଚିତ
ହୋଇଯାଉଛି। ସେହି ବର୍ଣ୍ଣନାମାନଙ୍କରେ ଏହି ଘଟଣା ମଧ୍ୟ ବର୍ଣ୍ଣିତ ରହିଛି ଯେ ଉକ୍ତ ବର୍ଣ୍ଣନା ମୂଳରୁ ହିଁ ଠିକ୍ ନୁହେଁ। ସୁତରାଂ ଏହା ବିଖ୍ୟାତ ଜୀବନୀ ଲେଖାଳି ଆଲ୍ଲାମା ଶିବଲି ନୁମାନି ଉଲ୍ଲେଖ କରନ୍ତି ଯେ ଖୈବର ଯୁଦ୍ଧର ଘଟଣାରେ ଜୀବନୀ ଲେଖାଳିମାନେ ଅତି ଭୟଙ୍କର ଭୁଲର ଶିକାର ହୋଇଛନ୍ତି, ଭୁଲ ଘଟଣା ବ୍ୟାଖ୍ୟା କରିଛନ୍ତି, ବର୍ଣ୍ଣନା କରିଛନ୍ତି। ହୁଜୁର ସଲ୍ଲଲ୍ଲାହୁ ଆଲାଇହି ୱସଲ୍ଲମ ୟହୁଦୀମାନଙ୍କୁ ଏହି ସର୍ତ୍ତରେ ଶାନ୍ତି ଓ ସୁରକ୍ଷା ପ୍ରଦାନ କରିଥିଲେ ଯେ ସେମାନେ କୌଣସି ପ୍ରସଙ୍ଗ ଲୁଚାଇବେ ନାହିଁ। କିନ୍ତୁ କିନାନ ବିନ୍ ରବି ଯେତେବେଳେ ରାଜକୋଷ ସମ୍ପର୍କରେ କହିବାକୁ ଅସ୍ୱୀକାର କରିଦେଲା, ସେତେବେଳେ ଆପଣ ହଜରତ ଜୁବେର ରଦିୟଲ୍ଲାହୁ ଆଦେଶ ଦେଲେ ଯେ ସେ କିନାନ ବିନ୍ ରବି ପ୍ରତି କଠୋରତା ପ୍ରଦର୍ଶନ କରନ୍ତୁ, ତାଠାରୁ ସୂଚନା ପ୍ରାପ୍ତ କରନ୍ତୁ। ହଜରତ ଜୁବେର ରଦିୟଲ୍ଲାହୁ ଚକମାକ ପଥର ଚଳାଇ ତାର ଛାତିକୁ ଚେଙ୍କ ଦେଇଥିଲେ। ହଜରତ ଜୁବେର ରଦିୟଲ୍ଲାହୁ ତାକୁ ଏତେ ଚେଙ୍କ ଦେଲେ ଯେ ତାର ପ୍ରାଣବାୟୁ ବାହାରି ଯାଇଥାନ୍ତା। ପରିଶେଷରେ ଆପଣ ସଲ୍ଲଲ୍ଲାହୁ ଆଲାଇହି ୱସଲ୍ଲମ କିନାନର ସଂହାର କରାଇଦେଲେ ଓ ସମସ୍ତ ୟହୁଦୀମାନଙ୍କୁ ଦାସ କରିନେଲେ। କିନ୍ତୁ ଏହି କାରଣରୁ ନୁହେଁ ଯେ ରାଜକୋଷ ସମ୍ପର୍କରେ କହିବାକୁ ଅସ୍ୱୀକାର କରିଥିବା ଯୋଗୁଁ ଏଭଳି ସେମାନଙ୍କ ସହିତ ଆଚରଣ କରାଯାଇଥିଲା, ବରଂ ଏହି କାରଣରୁ କି କିନାନ ମହମ୍ମଦ ବିନ୍ ମସଲମାଙ୍କୁ ବଧ କରିଥିଲା, ଶହୀଦ କରିଥିଲା। ତବ୍ରୀରେ ସ୍ପଷ୍ଟ ଭାବରେ ଉଲ୍ଲେଖ ରହିଛି ଯେ ହୁଜୁର ସଲ୍ଲଲ୍ଲାହୁ ଆଲାଇହି ୱସଲ୍ଲମ କିନାନକୁ ମହମ୍ମଦ ବିନ୍ ମସଲମାଙ୍କୁ ହସ୍ତାନ୍ତର କଲେ। ସେ ନିଜର ଭାଇ ମହମ୍ମଦ ବିନ୍ ମସଲମାର ପ୍ରତିଶୋଧ ନେଲେ। ତେବେ ପ୍ରକୃତ ଘଟଣା ଏହିକି ଯେ କିନାନକୁ ଏହି ସର୍ତ୍ତରେ ସୁରକ୍ଷା ଦିଆଯାଇଥିଲା ଯେ ସେ କୌଣସି ପ୍ରକାରର ସର୍ତ୍ତ ଭଙ୍ଗ ଓ କୌଣସି ପ୍ରକାରର ପ୍ରତିଶ୍ରୁତି ବିରୁଦ୍ଧୀୟ ମନ୍ତବ୍ୟ ପ୍ରଦାନ କରିବେ ନାହିଁ। ବରଂ ବର୍ଣ୍ଣନାରେ ଏହା ବର୍ଣ୍ଣିତ ହୋଇଛି ଯେ ସେ ଏହା ମଧ୍ୟ ସ୍ୱୀକାର କରିଥିଲା ଯେ ସେ ଯଦି ଅଙ୍ଗୀକାର ବିରୁଦ୍ଧୀୟ କୌଣସି ମନ୍ତବ୍ୟ ଦେଲା ତେବେ ତାର ସଂହାର କରିଦିଆଯିବ, ସେ ଶାସ୍ତି ପାଇବ। ଅତଏବ କିନାନ ଅଙ୍ଗୀକାର ଭଙ୍ଗ କଲା ଓ ତାକୁ ଯେଉଁ ସୁରକ୍ଷା ଓ ଶାନ୍ତି ପ୍ରଦାନ କରାଯାଇଥିଲା ତାହା ପ୍ରତ୍ୟାହାର କରି ନିଆଗଲା। କିନାନ ମହମ୍ମଦ ବିନ୍ ମସଲମାଙ୍କୁ ହତ୍ୟା କରିଥିଲା। ବର୍ତ୍ତମାନ ମହମ୍ମଦ ବିନ୍ ମସଲମାଙ୍କ ରକ୍ତର ପ୍ରତିଶୋଧ ନେବା ବୈଧ ଥିଲା, ତେଣୁ କିନାନକୁ ବଧ କରିଦିଆଗଲା। ସାମ୍ପ୍ରତିକ କାଳରେ ସୈୟଦ ବରକାତ ଅହମଦ ସାହେବ ନାମକ ଜଣେ ଆହମଦୀ ଲେଖକ ନିଜର ପୁସ୍ତକ ରସୁଲ ଅକ୍ରମ ଅର ୟହୁଦୀ ହିଜାଜରେ ଉଲ୍ଲେଖ କରିଛନ୍ତି ଇବ୍ନେ ଇସହାକ ବିନ୍ ସନନ୍ଦ ଏବଂ ଇବ୍ନେ ଇସହାକ କୌଣସି ପ୍ରମାଣ ଓ କୌଣସି ଦଲିଲରେ ଗୋଟିଏ ଘଟଣା ବର୍ଣ୍ଣନା କରିଛନ୍ତି, ତେଣୁ ଉକ୍ତ ଘଟଣାଟି ସମ୍ପୂର୍ଣ୍ଣ ରୂପେ ଭୁଲ। ପ୍ରଥମତଃ ଶାସ୍ତି ଦେବା ଓ ତାହା ପୁଣି ଅଗ୍ନିର ଶାସ୍ତି ଇସଲାମୀୟ ଶିକ୍ଷା ବିରୁଦ୍ଧୀୟ। ଦ୍ୱିତୀୟତଃ ସମ୍ପୂର୍ଣ୍ଣ ଖୈବରର ମାଲେ ଗନିମତରୁ ପ୍ରାପ୍ତ ହୋଇଥିବା ସେହି ରାଜକୋଷ ବଣ୍ଟନର କୌଣସି ଚର୍ଚ୍ଚା ମିଳୁନାହିଁ। ନା ହିଁ ସେହି ରାଜକୋଷ ବୈତୁଲ ମାଲ ପାଣ୍ଠିରେ ଜମା ହୋଇଥିଲା। ଇବ୍ନେ ଇସହାକ ହିଁ ନୁହନ୍ତି, ବରଂ ଅନ୍ୟ ପ୍ରାଚୀନତମ ସ୍ରୋତରେ ମଧ୍ୟ ଖୈବରର ମାଲେ ଗନିମତରେ ନଗଦ ସୁନା ରୂପା କିମ୍ବା ଏହି ପ୍ରକାରର ଅନ୍ୟ ବହୁମୂଲ୍ୟ ଜିନିଷ କୌଣସି ଚର୍ଚ୍ଚା ମିଳେ ନାହିଁ। ବହୁମୂଲ୍ୟ ଜିନିଷର କୌଣସି ଚର୍ଚ୍ଚା ମିଳେ ନାହିଁ। ସମସ୍ତ ବର୍ଣ୍ଣନା ଜିନିଷପତ୍ର, ବସ୍ତ୍ର ଓ ଅସ୍ତ୍ରଶସ୍ତ୍ର ଇତ୍ୟାଦିର ବର୍ଣ୍ଣନା ରହିଛି, ନା କି କୌଣସି ସୁନା ଓ ରୂପାର ଉଲ୍ଲେଖ ରହିଛି। ତେବେ ଏ ସମସ୍ତ ଘଟଣାର ସାରାଂଶ ଏହିକି ଯେ କିନାନ ବିନ୍ ରବି ବଧ ହେଲା। ବରକାତ ଅହମଦ ସାହେବ କିନ୍ତୁ କୁହନ୍ତି ଯେ ତା ସଂହାରର କାରଣ ମୁସଲମାନ ସେନାପତିର ହତ୍ୟା ଥିଲା, ଅର୍ଥାତ୍ କିନାନ ମୁସଲମାନ ସେନାପତିକୁ ହତ୍ୟା କରିଥିବା ଯୋଗୁଁ ତାକୁ ଏହି ଶାସ୍ତି ମିଳିଥିଲା, ଅର୍ଥାତ୍ ନିହତ କରାଯାଇଥିଲା ତାକୁ। ସେହି ଶହୀଦ ହୋଇଥିବା ମୁସଲମାନ ସେନାପତିର ପ୍ରତିଶୋଧ ସ୍ୱରୂପ କିନାନ ନିହତ ହେଲା। ତେବେ ଉପରୋକ୍ତ ଘଟଣାବଳୀ ବର୍ତ୍ତମାନ ଜାରି ରହିଛି। ଏଠାରେ ଉପରୋକ୍ତ ଘଟଣାବଳୀ ମଧ୍ୟରେ ଜଣେ ୟହୁଦୀ ମହିଳାର ଚର୍ଚ୍ଚା ମଧ୍ୟ ଉଲ୍ଲେଖ ରହିଛି। ସେହି ୟହୁଦୀ ମହିଳା ହୁଜୁର ସଲ୍ଲଲ୍ଲାହୁ ଆଲାଇହି ୱସଲ୍ଲମଙ୍କୁ ବିଷ ଦେବା ନିମନ୍ତେ ଉଦ୍ୟମ କରିଥିଲା, କିନ୍ତୁ ଆଲ୍ଲାହ ତାଆଲା ହୁଜୁର ସଲ୍ଲଲ୍ଲାହୁ ଆଲାଇହି ୱସଲ୍ଲମଙ୍କୁ ସୁରକ୍ଷିତ ରଖିଥିଲେ। ଯେହେତୁ ଏହା ଏକ ବ୍ୟାପକ ଘଟଣା, ତେଣୁ ଏହାର ବ୍ୟାଖ୍ୟା ପରବର୍ତ୍ତୀ ଖୁତବାରେ ଇନଶାଆଲ୍ଲାହ ତାଆଲା ବର୍ଣ୍ଣନା କରିବି। ବର୍ତ୍ତମାନ ମୁଁ ଜଣେ ମୃତକଙ୍କର ଉତ୍ତମ ଚର୍ଚ୍ଚା କରିବାକୁ ଚାହୁଁଛି।
ନମାଜ ଜୁମା ପରେ ତାଙ୍କର ନମାଜ ଜନାଜା ଗାଏ ମଧ୍ୟ ପାଠ କରାଇବି। ସେ ହେଲେ ଶରୀଫ ଅହମଦ ସାହେବ, ସୁପୁତ୍ର ସମ୍ମାନନୀୟ ସ୍ୱର୍ଗତ ମାଷ୍ଟର ମନସୁର ଅହମଦ ସାହେବ କାହାଲୁଁ। ଆଜିକାଲି ସେ ଅଷ୍ଟ୍ରେଲିଆରେ ରହୁଥିଲେ। ବିଗତ ଦିନରେ ତାଙ୍କର ନିଧନ ହୋଇଛି। ଇନ୍ନା ଲିଲ୍ଲାହି ଓ ଇନ୍ନା ଇଲୈହି ରାଜିଉନ୍। ସ୍ୱର୍ଗତ ମାଷ୍ଟର ମନସୁର ଅହମଦ ସାହେବ ହଜରତ ମସିହ ମଉଦ ଆଲୈହିସ୍ସଲାମଙ୍କ ସାହାବୀ ତଥା ଚହୁର ଅଞ୍ଚଳର ଅଧିବାସୀ ସ୍ୱର୍ଗତ ଚୌଧୁରୀ ସରଦାର ଖାନ ସାହେବଙ୍କର ପୌତ୍ର ଥିଲେ। ସେ ରବୁଆରେ ଶିକ୍ଷା ହାସଲ କଲେ ଓ ସାରା ଜୀବନ ଧର୍ମସେବା କରିବା ପାଇଁ ନିଜକୁ ଉତ୍ସର୍ଗ କରିଦେଲେ। ସିନ୍ଧ ସ୍ଥିତ ବଶୀରାବାଦ ତାଲିମୁଲ ଇସଲାମ ସ୍କୁଲରୁ ନିଜର କର୍ମମୟ ଜୀବନ ଆରମ୍ଭ କରିଥିଲେ। 35 ବର୍ଷ ପର୍ଯ୍ୟନ୍ତ ଆପଣ ଶିକ୍ଷାଦାନ କରିବା ସହିତ ଶିକ୍ଷା ବିଭାଗ ସହିତ ଜଡ଼ିତ ରହିଥିଲେ। ବଶୀରାବାଦରେ ମଧ୍ୟ ସ୍ୱର୍ଗତ ମାଷ୍ଟର ମନସୁର ଅହମଦ ସାହେବଙ୍କୁ ସେବା କରିବାର ସାମର୍ଥ୍ୟ ଲାଭ ହୋଇଛି। ଖୁଦାମୁଲ ଅହମଦିୟାର କାଏଦ ମଧ୍ୟ ଥିଲେ। ସଦର ଜମାତ ମଧ୍ୟ ଥିଲେ। ଜୁବଲି ଫଣ୍ଡରେ ସେବା କରିବାକୁ ମଧ୍ୟ ତାଙ୍କୁ ସାମର୍ଥ୍ୟ ଲାଭ ହୋଇଛି। ଦକ୍ଷିଣ ଭାରତର ରାଜ୍ୟ ଆନ୍ଧ୍ରପ୍ରଦେଶରେ ହାଇଦ୍ରାବାଦ ଠାରେ ସେ ସ୍ଥାନୀୟ ଅମୀର ରୂପେ ସେବା କରିବାକୁ ସାମର୍ଥ୍ୟ ପ୍ରାପ୍ତ କରିଥିଲେ। ସ୍ୱର୍ଗତଙ୍କର ଏହି ପନ୍ଥା ଥିଲା ଯେ ସ୍ୱର୍ଗତ ନିଜ କାମ ସାରିବା ପରେ ତୁରନ୍ତ ମସଜିଦ ଆସୁଥିଲେ ଓ ସେଠାରେ ସମସ୍ତ କାମ କରୁଥିଲେ। ମସଜିଦର ମଗରିବର ନମାଜ ପରେ ଘରକୁ ଯାଉଥିଲେ। ବେଳେବେଳେ ଘରକୁ ଗଲା ବେଳକୁ ଆପଣଙ୍କୁ ଅଧିକ ବିଳମ୍ବ ହୋଇଯାଉଥିଲା। ଖିଲାଫତ ସହିତ ତାଙ୍କର ଘନିଷ୍ଠ ସମ୍ପର୍କ ରହିଥିଲା। ହୁଜୁରଙ୍କର ଖଲିଫାଙ୍କର ପ୍ରତ୍ୟେକ ସ୍ୱରରେ ସେ ଉପସ୍ଥିତ ରହୁଥିଲେ, ଲବ୍ବେକ୍ କହୁଥିଲେ। ଅଭାବୀ ଓ ଦୀନଦରିଦ୍ର ବ୍ୟକ୍ତିମାନଙ୍କୁ ସାହାଯ୍ୟ କରୁଥିଲେ। ଲୋକମାନଙ୍କ ସହିତ ସହାନୁଭୂତି ପ୍ରଦର୍ଶନ କରିବା ତାଙ୍କର ବିଶେଷ ଗୁଣ ଥିଲା। ଅତିଥି ସତ୍କାର ଓ ଉଦାର ବ୍ୟକ୍ତି ଥିଲେ। ଅନେକ ପ୍ରିୟଜନଙ୍କୁ ନିଜ ଘରେ ରଖି ଶିକ୍ଷାଦାନ କରାଇଥିଲେ। ତାଙ୍କର ଶିଷ୍ୟମାନଙ୍କ ମଧ୍ୟରେ ମୁବଲ୍ଲିଗମାନେ ମଧ୍ୟ ଅଛନ୍ତି, ଡାକ୍ତରମାନେ ମଧ୍ୟ ରହିଛନ୍ତି, ଇଞ୍ଜିନିୟରମାନେ ମଧ୍ୟ ରହିଛନ୍ତି, ଯିଏକି ବିଭିନ୍ନ ଦେଶରେ ବ୍ୟାପୀ ରହିଛନ୍ତି। ସ୍ୱର୍ଗତ ମାଷ୍ଟର ମନସୁର କାହଲୁଁ ସାହେବ ଓସିୟତ କରିଥିଲେ ପରିବାରବର୍ଗଙ୍କ ମଧ୍ୟରେ ପତ୍ନୀଙ୍କ ବ୍ୟତୀତ ଗୋଟିଏ କନ୍ୟା ସନ୍ତାନ ଓ 5 ଜଣ ପୁତ୍ର ସନ୍ତାନ ଛାଡ଼ି ଯାଇଛନ୍ତି। ମୁବଶିର ଅହମଦ ଗୋନ୍ଦଲ ସାହେବ ଯିଏ ଏଠାରେ କାର୍ଯ୍ୟାଳୟରେ ଜଣେ କର୍ମଚାରୀ, ୟୁକେ ଜମାତର ଅମୀର ସାହେବ ମଧ୍ୟ। ଅତଏବ ସେହି ହିସାବରେ ସ୍ୱର୍ଗତ ମାଷ୍ଟର ମନସୁର ସାହେବ ମୁବଶିର ଗୋନ୍ଦଲ ସାହେବଙ୍କର ଛଡ଼ୁ ଥିଲେ। ସ୍ୱର୍ଗତ ମାଷ୍ଟର ମନସୁର ସାହେବଙ୍କ ସୁପୁତ୍ର ଉସାମା କୁହନ୍ତି, ଯେବେଠାରୁ ମୁଁ ସାବାଳକ ହୋଇଛି ସେବେଠାରୁ ମୁଁ ନିଜ ପିତାଙ୍କୁ ମସଜିଦ ସହିତ ଓ ଜମାତ ସହିତ ସଂଶ୍ଳିଷ୍ଟ ଥିବାର ଦେଖି ଆସୁଥିଲି। ଏମିତିକି କୌଣସି ଦିନ ନଥିଲା ଯେଉଁଦିନ ଆପଣ ମସଜିଦ ଯାଇନଥିବେ। କାର୍ଯ୍ୟାଳୟରେ ନିୟମିତ ଉପସ୍ଥିତ ରହୁଥିଲେ। ବିନା କୌଣସି ସମସ୍ୟା ଓ ଅସୁବିଧାରେ କାର୍ଯ୍ୟାଳୟ ବନ୍ଦ କରୁନଥିଲେ। ଜମାତର ସଦସ୍ୟମାନଙ୍କୁ ମଧ୍ୟ ଏକଥା ଜଣା ଥିଲା ଯେ ପିତାଶ୍ରୀ ମସଜିଦରେ ହିଁ ମିଳିବେ। ମରକଜୀ ଅତିଥିମାନେ ଆସିଲେ ସେମାନଙ୍କୁ ସମ୍ମାନ ଦେବା, ସେମାନଙ୍କର ସେବା ସତ୍କାର କରିବା ତାଙ୍କର ବିଶେଷତା ଥିଲା। ଅଷ୍ଟ୍ରେଲିଆ ସ୍ଥାନାନ୍ତରିତ ହୋଇଯାଇଥିଲେ ପରିସ୍ଥିତି ଯୋଗୁଁ, ପାକିସ୍ତାନର ଶୋଚନୀୟ ଅବସ୍ଥା ଯୋଗୁଁ। ସେଠାରେ ପହଞ୍ଚିବା ପରଠାରୁ ସେ ଜମାତର ସେବା କରିବା ଆରମ୍ଭ କରିଦେଇଥିଲେ ଓ ପ୍ରତ୍ୟେକ ଆର୍ଥିକ ଆହ୍ୱାନରେ ତେହରିକରେ ସେ ଅଂଶଗ୍ରହଣ କରୁଥିଲେ। ଅଷ୍ଟ୍ରେଲିଆର ସ୍ଥାନୀୟ ଜମାତରେ ସେକ୍ରେଟାରୀ ତାଲିମୁଲ କୁରାନ ଭାବରେ ସେବା ସମ୍ପାଦନ କରିଛନ୍ତି। ସେହିପରି ସେକ୍ରେଟାରୀ ତରବିୟତ ଭାବରେ ମଧ୍ୟ ସେବା କରିବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ଆପଣ ଜଣେ ବିନୀତ ସ୍ୱଭାବୀ ଓ ଉଦାର ବ୍ୟକ୍ତି ଥିଲେ। ଆଲ୍ଲାହ ତାଆଲା ସ୍ୱର୍ଗତଙ୍କ ପ୍ରତି ସଦୟ ହୁଅନ୍ତୁ ଓ ବୈକୁଣ୍ଠରେ ତାଙ୍କର ସ୍ତର ଊର୍ଦ୍ଧ୍ୱଗାମୀ କରନ୍ତୁ। ସେହିପରି ଆଲ୍ଲାହ ତାଆଲା ସ୍ୱର୍ଗତଙ୍କର ସନ୍ତାନ ସନ୍ତତିଙ୍କୁ ମଧ୍ୟ ତାଙ୍କ ପୁଣ୍ୟାବଳୀ ଗୁଡ଼ିକୁ ଅବ୍ୟାହତ ରଖିବା ନିମନ୍ତେ ସାମର୍ଥ୍ୟ ପ୍ରଦାନ କରନ୍ତୁ। Alhamdulillah nahmaduhu wa nasta'inuhu wa nastaghfiruhu wa nu'minu bihi wa natawakkalu alayhi wa na'udhu billahi min shururi anfusina wa min sayyiati a'malina
من يهده الله فلا مضل له ومن يضلل فلا هادي له ونشهد أن لا إله إلا الله ونشهد أن محمدا عبده ورسوله عباد الله رحمكم الله إن الله يأمر بالعدل والإحسان وإيتاء ذي القربى وينهى عن الفحشاء والمنكر والبغي يعظكم لعلكم تذكرون اذكروا الله يذكركم ودعوه يستجب لكم ولذكر الله أكبر